ନମସ୍କାର। କେବେ ଭାବିଛନ୍ତି କି ଆମ ଦୁନିଆର ଅଧାରୁ ଅଧିକ ଲୋକଙ୍କ ଜୀବନ ମାତ୍ର ଦୁଇଟି ପବିତ୍ର ଗ୍ରନ୍ଥ ଦ୍ୱାରା ପରିଚାଳିତ ହୁଏ? ଆଜି ଆମେ ସେହି ଦୁଇଟି ଗ୍ରନ୍ଥ ବାଇବଲ ଆଉ କୁରାନର ଉତ୍ପତ୍ତି ପଛରେ ଥିବା କାହାଣୀକୁ ବୁଝିବାକୁ ଚେଷ୍ଟା କରିବା। 4.4 ବିଲିୟନ। ଭାବନ୍ତୁ ଟିକେ ଏହି ସଂଖ୍ୟା ବିଷୟରେ। ଏହା କୌଣସି ଛୋଟମୋଟ ସଂଖ୍ୟା ନୁହେଁ। ଏହା ହେଉଛି ଖ୍ରୀଷ୍ଟ ଧର୍ମ ଏବଂ ଇସଲାମ ଧର୍ମକୁ ମାନୁଥିବା ଲୋକଙ୍କର ମିଳିତ ସଂଖ୍ୟା। ଏହାର ଅର୍ଥ ହେଲା ପୃଥିବୀର ପ୍ରତି 2 ଜଣରେ ଜଣେ ଏହି ଦୁଇଟି ଧର୍ମ ସହ ଜଡ଼ିତ। ତେବେ ଏତେ ବଡ଼ କଥା ଆମକୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖକୁ ଆଣୁଛି। ଏତେ କୋଟି ଲୋକଙ୍କ ଜୀବନକୁ ବାଟ ଦେଖାଉଥିବା ଏହି ପବିତ୍ର ଗ୍ରନ୍ଥଗୁଡ଼ିକ ପ୍ରକୃତିରେ ଆସିଲା କେଉଁଠୁ? ଏହାର ଉତ୍ପତ୍ତିକୁ ବୁଝିବା କେବଳ ଇତିହାସ ଜାଣିବା ନୁହେଁ, ବରଂ ଆମର ବର୍ତ୍ତମାନକୁ ବୁଝିବା ପାଇଁ ବହୁତ ଜରୁରୀ। ଏହି 2 ଗ୍ରନ୍ଥକୁ ବୁଝିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସେମାନଙ୍କର ନାମରୁ ହିଁ ଆରମ୍ଭ କରିବା। କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କର ନାମ ଭିତରେ ହିଁ ତାଙ୍କ ପରିଚୟର ଏକ ବଡ଼ ରହସ୍ୟ ଲୁଚି ରହିଛି। ପ୍ରଥମେ ବାଇବଲ କଥା ଦେଖିବା। ବାଇବଲ ଶବ୍ଦଟା ଆସିଛି ଗୋଟେ ଗ୍ରୀକ୍ ଶବ୍ଦ ବିବ୍ଲିଆରୁ, ଯାହାର ଅର୍ଥ ହେଉଛି ପୁସ୍ତକଗୁଡ଼ିକ। ହଁ, ଗୋଟିଏ ପୁସ୍ତକ ନୁହେଁ, ବରଂ ଅନେକ ପୁସ୍ତକ। ଏହା ଗୋଟେ ବହି ନୁହେଁ, ବରଂ ଗୋଟେ ପୂରା ଲାଇବ୍ରେରୀ। ଏହା ଭିତରେ ଇତିହାସ, ନିୟମ, କବିତା, ଏପରିକି ବ୍ୟକ୍ତିଗତ ଚିଠିପତ୍ର ବି ଅଛି। ଆଉ ଅନ୍ୟପଟେ କୁରାନ ଶବ୍ଦର ଅର୍ଥ ପୂରା ଅଲଗା। ଏହା ଆରବୀ ଭାଷାରୁ ଆସିଛି ଆଉ ଏହାର ଅର୍ଥ ହେଉଛି ଆବୃତ୍ତି ବା ଯାହାକୁ ବାରମ୍ବାର ପଢ଼ାଯାଏ। ତେଣୁ ଏହା ଏକ ପୁସ୍ତକାଳୟ ନୁହେଁ, ବରଂ ଇସଲାମୀୟ ବିଶ୍ୱାସ ଅନୁସାରେ ଏହା ହେଉଛି ଗୋଟିଏ ଦିବ୍ୟ ବାର୍ତ୍ତା ଯାହାକୁ ଆବୃତ୍ତି କରାଯାଇଥିଲା। ଦେଖିଲେ ତ, କେବଳ ନାଁ ଭିତରେ ହିଁ କେତେ ବଡ଼ କଥା ଲୁଚି ରହିଛି। ଗୋଟିଏ ପଟେ ଶହେ ଶହେ ବର୍ଷ ଧରି ତିଆରି ହୋଇଥିବା ଏକ ପୁସ୍ତକାଳୟ, ଆଉ ଅନ୍ୟପଟେ ଗୋଟିଏ ପିଢ଼ି ଭିତରେ ଦିଆଯାଇଥିବା ଏକ ଆବୃତ୍ତି। ଏହି ଫରକଟା ହିଁ ସେମାନଙ୍କର ଉତ୍ପତ୍ତିର ପରବର୍ତ୍ତୀ କାହାଣୀକୁ ଆହୁରି ରୋଚକ କରିଦିଏ। ଆଚ୍ଛା, ନାମର ପାର୍ଥକ୍ୟ ତ ବୁଝିଗଲେ, କିନ୍ତୁ ଏବେ ଯେଉଁ କଥା ଆମେ ଜାଣିବାକୁ ଯାଉଛେ ତାହା ଆହୁରି ବି ଆଶ୍ଚର୍ଯ୍ୟଜନକ। ଆଉ ସେଇଟା ହେଲା ଏହି ଗ୍ରନ୍ଥଗୁଡ଼ିକୁ ଲେଖାଯିବା ପାଇଁ ଲାଗିଥିବା ସମୟ। ଏଠି ଆମେ ଶତାବ୍ଦୀ ଆଉ ଦଶନ୍ଧି ଭିତରେ ଏକ ବିରାଟ ଫରକ ଦେଖିବା। ବାଇବେଲର କାହାଣୀ, ଏହା କୌଣସି ଛୋଟମୋଟ ସମୟ ନୁହେଁ, ପୂରା 1500 ବର୍ଷ। ଏହା ଏତେ ଲମ୍ବା ସମୟ ଯେ ଯିଏ ଏହାର ପ୍ରଥମ ଅଂଶ ଲେଖିଥିଲେ ଏବଂ ଯିଏ ଶେଷ ଅଂଶ ଲେଖିଥିଲେ ସେମାନଙ୍କ ମଧ୍ୟରେ ପ୍ରାୟ 60 ପିଢ଼ିର ବ୍ୟବଧାନ ଥିଲା। ଏହାର ଲେଖା ମୋଶାଙ୍କ ସମୟରୁ ଆରମ୍ଭ ହୋଇ ଯୀଶୁଙ୍କ ପରବର୍ତ୍ତୀ ଯୁଗ ଯାଏଁ ଚାଲିଥିଲା। ଏବେ ସେହି 1500 ବର୍ଷକୁ ମନରେ ରଖନ୍ତୁ, କାରଣ ଏହାର ତୁଳନାରେ କୁରାନର ସମ୍ପୂର୍ଣ୍ଣ ପ୍ରକାଶ ମାତ୍ର 22 ବର୍ଷ ଭିତରେ ହୋଇଥିଲା। ସବୁକିଛି ପୟଗମ୍ବର ମହମ୍ମଦଙ୍କ ଜୀବନକାଳ ଭିତରେ ହିଁ ସମ୍ପୂର୍ଣ୍ଣ ହୋଇଥିଲା। ଏହି ତଫାଟା କେତେ ବଡ଼, ତାହା ଏହି ଚିତ୍ରକୁ ଦେଖିଲେ ପୂରା ସ୍ପଷ୍ଟ ହୋଇଯାଉଛି। ଗୋଟେ ପଟେ 1500 ବର୍ଷର ଏକ ଲମ୍ବା ଯାତ୍ରା, ଆଉ ଅନ୍ୟପଟେ ମାତ୍ର 22 ବର୍ଷ। ଏହା ଦୁଇଟି ସମ୍ପୂର୍ଣ୍ଣ ଅଲଗା ସୃଷ୍ଟି ପ୍ରକ୍ରିୟା ଆଡ଼କୁ ଇଶାରା କରୁଛି। ଏତେ ଲମ୍ବା ସମୟ ଆଉ ଏତେ କମ୍ ସମୟ, ଏଇଟା ସ୍ୱାଭାବିକ ଭାବରେ ମନରେ ପ୍ରଶ୍ନ ଆଣେ, କିଏ ଲେଖିଥିଲେ ସବୁ, ଆଉ କେମିତି ଏହି ପବିତ୍ର ଗ୍ରନ୍ଥଗୁଡ଼ିକ ଆମ ପାଖରେ ଆସି ପହଞ୍ଚିଲା? ବାଇବଲ ବିଷୟରେ କହିବାକୁ ଗଲେ ଏଠି କୌଣସି ଜଣେ ଲେଖକ ନାହାନ୍ତି। ଖ୍ରୀଷ୍ଟିଆନ ବିଶ୍ୱାସ ଅନୁସାରେ ଈଶ୍ୱର ପାଖାପାଖି 40 ଜଣ ଅଲଗା ଅଲଗା ଲୋକଙ୍କୁ ବାଛିଥିଲେ। ଆଉ ସେମାନେ କିଏ ଥିଲେ ଜାଣନ୍ତି? ରାଜା, ଭବିଷ୍ୟତବକ୍ତା, ଏପରିକି ଜଣେ ସାଧାରଣ କେଉଟ, ଡାକ୍ତର ଆଉ ବଡ଼ ବଡ଼ ପଣ୍ଡିତ ବି। ଏହି ଯେଉଁ ପ୍ରକ୍ରିୟା, ଏହାକୁ କୁହାଯାଏ ଦିବ୍ୟ ପ୍ରେରଣା। ଏହାର ଅର୍ଥ ହେଲା ଈଶ୍ୱର ନିଜେ କଲମ ଧରି ଲେଖିନଥିଲେ, ବରଂ ସେ ମଣିଷ ଲେଖକମାନଙ୍କ ମନରେ ପ୍ରେରଣା ଭରି ଦେଇଥିଲେ। ସେମାନଙ୍କୁ ବାଟ ଦେଖେଇଥିଲେ। ଯେମିତି ଏହି ପଦରେ ଲେଖା ଅଛି, ସମସ୍ତ ଶାସ୍ତ୍ର ଈଶ୍ୱର ପ୍ରେରିତ। ହେଲେ କୁରାନ କ୍ଷେତ୍ରରେ କାହାଣୀଟା ପୂରା ଅଲଗା। ଏଠି କୌଣସି ମାନବୀୟ ଲେଖକ ନାହାନ୍ତି। ଇସଲାମୀୟ ବିଶ୍ୱାସ ଅନୁସାରେ ଏହା ଗୋଟେ ସିଧାସଳଖ ଧାରା। ଈଶ୍ୱରଙ୍କଠାରୁ ବାର୍ତ୍ତା ଆସିଲା ଦେବଦୂତ ଗ୍ୟାବ୍ରିଏଲଙ୍କ ପାଖକୁ, ସେଠାରୁ ପୈଗମ୍ବର ମହମ୍ମଦଙ୍କ ପାଖକୁ, ଆଉ ତାପରେ ଏହାକୁ ତାଙ୍କ ସାଥୀମାନେ ମନେ ରଖିଲେ ଆଉ ଲେଖି ରଖିଲେ। ଏହି ଧାରଣାକୁ କୁହାଯାଏ ପ୍ରତ୍ୟାଦେଶ ବା ଡାଇରେକ୍ଟ ରେଭେଲେସନ। ପ୍ରେରଣା ଆଉ ପ୍ରତ୍ୟାଦେଶ ଭିତରେ ଏହା ହିଁ ଫରକ। ଏଠି ଯେମିତି କୁରାନର ଏହି ପଦରେ କୁହାଯାଇଛି, ପୈଗମ୍ବର ମହମ୍ମଦ ଜଣେ ଲେଖକ ନୁହନ୍ତି, ବରଂ ଜଣେ ବିଶ୍ୱସ୍ତ ବାର୍ତ୍ତାବହ ଯିଏ ଈଶ୍ୱରଙ୍କ କଥାକୁ ବିନା କୌଣସି ପରିବର୍ତ୍ତନରେ ପହଞ୍ଚାଇଛନ୍ତି। ତେବେ ଏତେ ସବୁ ଜାଣିବା ପରେ ଆସନ୍ତୁ ସବୁକୁ ଏକାଠି କରି ଦେଖିବା। ନାମ, ସମୟ ଆଉ ଲେଖିବାର ପ୍ରକ୍ରିୟା, ଏସବୁକୁ ମିଶାଇଲେ ଆମକୁ କେମିତି ଏକ ସ୍ପଷ୍ଟ ଚିତ୍ର ମିଳୁଛି?
ଯଦି ଆମେ ଏକାଧାଡ଼ିରେ କହିବା ତେବେ ବାଇବଲ ହେଉଛି ଏକ ଦିବ୍ୟ ପ୍ରେରଣାରେ ତିଆରି ଲାଇବ୍ରେରୀ ଯାହା 1500 ବର୍ଷରେ 40 ଜଣ ଲେଖକଙ୍କ ଦ୍ୱାରା 3ଟି ଭାଷାରେ ଲେଖା ହୋଇଛି। ଆଉ ଅନ୍ୟପଟେ କୁରାନ ହେଉଛି ଏକ ଈଶ୍ୱରଙ୍କର ସିଧାସଳଖ ଆବୃତ୍ତି ଯାହା ମାତ୍ର 22 ବର୍ଷରେ ଜଣେ ମାତ୍ର ବାର୍ତ୍ତାବହଙ୍କ ଜରିଆରେ କେବଳ ଆରବୀ ଭାଷାରେ ଆସିଛି। ଏତେ ସବୁ ପରେ ଗୋଟେ ବଡ଼ ପ୍ରଶ୍ନ ମନକୁ ଆସେ, ନୁହେଁ କି? ଯଦି ଏହି ଦୁଇ ମହାନ ଗ୍ରନ୍ଥର ଆରମ୍ଭ ଏତେ ଅଲଗା, ତାହେଲେ ସେମାନଙ୍କ ଭିତରେ ଥିବା ଶିକ୍ଷା ଆଉ ବାର୍ତ୍ତାରେ କେତେ ସମାନତା ବା କେତେ ପାର୍ଥକ୍ୟ ଥିବ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ଏହି ଗ୍ରନ୍ଥଗୁଡ଼ିକୁ ଆହୁରି ଗଭୀର ଭାବରେ ବୁଝିବାକୁ ପଡ଼ିବ। ତ ମୂଳ ପ୍ରଶ୍ନ ଏଇଆ, ଏ ଦୁଇଟି ପୁସ୍ତକର ମୂଳ ଦୁଆର କ'ଣ, ଏଗୁଡ଼ିକର ଗଠନ କେମିତି ହୋଇଛି, ଆଉ ସେମାନଙ୍କର ମୂଳ ବାର୍ତ୍ତା କେତେ ଅଲଗା? ବାସ୍ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ହିଁ ଆମେ ଆଜି ଖୋଜିବା। ଠିକ୍ ଅଛି, ତେବେ ଆସନ୍ତୁ ପ୍ରଥମେ ଏମାନଙ୍କର ଗଠନ ବା ଷ୍ଟ୍ରକ୍ଚରରୁ ଆରମ୍ଭ କରିବା। ଆଉ ଜାଣନ୍ତି, ଏଇଠି ହିଁ ସବୁଠୁ ବଡ଼ ଆଉ ସ୍ପଷ୍ଟ ପାର୍ଥକ୍ୟ ଦେଖିବାକୁ ମିଳେ। ଗୋଟେ ପଟେ ବାଇବଲକୁ ଆମେ ଏକ ପୁସ୍ତକ ସଂଗ୍ରହ କହିପାରିବା, ଆଉ ଅନ୍ୟପଟେ କୁରାନ ହେଉଛି ଗୋଟେ ସମ୍ପୂର୍ଣ୍ଣ ଗ୍ରନ୍ଥ। ଏଇଟାକୁ ଏମିତି ଭାବନ୍ତୁ, ବାଇବେଲ ଗୋଟେ ବଡ଼ ଲାଇବ୍ରେରୀ ଭଳି, ଯେଉଁଠି ଅନେକ ଅଲଗା ଅଲଗା ବହି ଅଛି ଆଉ ପ୍ରତ୍ୟେକ ବହିର ନିଜର ଶୈଳୀ ଆଉ ଲେଖକ ଅଛନ୍ତି। କିନ୍ତୁ କୁରାନ ହେଉଛି ଗୋଟିଏ ସିଙ୍ଗଲ ବହି ଯାହାକୁ 114ଟି ଅଧ୍ୟାୟ ବା ସୂରାରେ ଭାଗ କରାଯାଇଛି। ତେଣୁ ଗୋଟେ ହେଲା ଲାଇବ୍ରେରୀ ଆଉ ଗୋଟେ ହେଲା ଗୋଟିଏ ସମ୍ପୂର୍ଣ୍ଣ ବହି। ଆଉ ଏବେ ଦେଖନ୍ତୁ ଏମାନଙ୍କୁ ସଜାଯାଇଥିବା ଢଙ୍ଗକୁ, ଏଇଟା ବହୁତ ମଜାଦାର। ବାଇବଲର ବହିଗୁଡ଼ିକ ମୁଖ୍ୟତଃ ଘଟଣାକ୍ରମ ଅନୁସାରେ ମାନେ କ୍ରୋନୋଲୋଜିକାଲ ଅର୍ଡରରେ ସଜା ହେଇଛି, କିନ୍ତୁ କୁରାନରେ ନା, ସେଠି କାହାଣୀର କ୍ରମ ନାହିଁ। ବରଂ ସୂରାଗୁଡ଼ିକୁ ତାର ଲମ୍ବ ଅନୁସାରେ ସଜା ହେଇଛି, ମାନେ ସବୁଠୁ ଲମ୍ବା ଅଧ୍ୟାୟ ଆଗକୁ ଆଉ ତାପରେ ଧୀରେ ଧୀରେ ଛୋଟ ଛୋଟ ଅଧ୍ୟାୟ। ଏହା ପୁରାପୁରି ଏକ ଅଲଗା ଅପ୍ରୋଚ୍, ନୁହେଁ କି? ତ ବାଇବେଲର ସେ ଲାଇବ୍ରେରୀ ଭିତରେ କ'ଣ କ'ଣ ଅଛି? ହଁ, ତ ଏଇଟା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ପୁରାତନ ନିୟମ ଆଉ ନୂତନ ନିୟମ। ଆଉ ଏହା ଭିତରେ ବିଭିନ୍ନ ପ୍ରକାରର ବହି ଅଛି, ଯେମିତିକି କିଛି ଇତିହାସ, କିଛି ଆଇନ କାନୁନ, କିଛି ସୁନ୍ଦର କବିତା ଆଉ କିଛି ସୁସମାଚାର ବା ଗସ୍ପେଲ୍ସ। ଆଉ କୁରାନ କଥା ଦେଖିବା, ଏହାର 114ଟି ସୂରାକୁ ବି ଦୁଇ ଭାଗରେ ବଣ୍ଟାଯାଏ, କିନ୍ତୁ କାହାଣୀ ଅନୁସାରେ ନୁହେଁ, ବରଂ କେଉଁଠି ପ୍ରକାଶ ପାଇଥିଲା ସେଇ ଅନୁସାରେ। ଯେଉଁ ସୂରାଗୁଡ଼ିକ ମକ୍କାରେ ଆସିଥିଲା ସେଗୁଡ଼ିକ ବେଶୀ ଆଧ୍ୟାତ୍ମିକ ବିଷୟ ଉପରେ ଧ୍ୟାନ ଦିଏ, ଆଉ ଯେଉଁଗୁଡ଼ିକ ମଦିନାରେ ଆସିଥିଲା ସେଗୁଡ଼ିକ ସାମାଜିକ ନିୟମ ଆଉ ଆଇନ ବିଷୟରେ କହେ। ତ ଗଠନର ପାର୍ଥକ୍ୟ ତ ଆମେ ବୁଝିଗଲେ, ଏବେ ଆସନ୍ତୁ ଏହାର ଲିଟରାରୀ ଷ୍ଟାଇଲ ବା ଲେଖାଶୈଳୀ କଥା କହିବା। କାରଣ ଯେତେବେଳେ କେହି ଏହି ଗ୍ରନ୍ଥଗୁଡ଼ିକୁ ପଢ଼େ ସେତେବେଳେ ତାର ଅନୁଭବ ପୂରାପୂରି ଅଲଗା ହୋଇଥାଏ। ବାଇବଲ ବିଷୟରେ କହିଲେ ଏଥିରେ ବିଭିନ୍ନ ପ୍ରକାରର ଲେଖା ଅଛି। ଏକାଧାରାରେ ଏଥିରେ କାହାଣୀ ଅଛି, ଗଭୀର କବିତା ଅଛି, ଶିଖିବା ଭଳି ଛୋଟ ଛୋଟ ଗପ ବା ପ୍ୟାରେବଲ୍ସ ଅଛି, ଏପରିକି ଚିଠିପତ୍ର ବି ଅଛି। ଏଇଟା ଏଥିପାଇଁ କାରଣ ଏହାକୁ ଶହ ଶହ ବର୍ଷ ଧରି ବହୁତ ଲୋକ ଲେଖିଛନ୍ତି, ତେଣୁ ଏଥିରେ ଅନେକ ପ୍ରକାରର ସ୍ୱର ଆଉ ଶୈଳୀ ଦେଖିବାକୁ ମିଳେ। ଗୋଟେ ବହୁତ ଜଣାଶୁଣା ଉଦାହରଣ ନିଅନ୍ତୁ, ଗୀତ ସଂଗୀତା 23ର ସେହି ଧାଡ଼ି, ପ୍ରଭୁ ମୋର ପାଳକ। ଏଇ ଛୋଟ ବାକ୍ୟଟି ହିଁ ବାଇବଲର କାବ୍ୟିକ ଶୈଳୀକୁ ଦର୍ଶାଉଛି। ଏଠି ଦେଖନ୍ତୁ କେମିତି ଗୋଟେ ଗଭୀର ଭାବନାକୁ ଗୋଟେ ସୁନ୍ଦର ରୂପକ ଦେଇ କୁହାଯାଇଛି। କିନ୍ତୁ କୁରାନର ଶୈଳୀ ପୂରା ଅଲଗା। ଏହାର ଗୋଟେ ନିର୍ଦ୍ଦିଷ୍ଟ ସୁସଙ୍ଗତ ଶୈଳୀ ଅଛି। ଏହାର ଭାଷା ବହୁତ ଛନ୍ଦମୟ, ଯେମିତି କବିତା ଭଳି ଲାଗେ, ଆଉ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ବାରମ୍ବାର ଦୋହରାଯାଇଥାଏ, ଯାହାଫଳରେ ତାହା ସହଜରେ ମନେ ରହିଯାଏ। ଏଥିରେ ପ୍ରତୀକର ବ୍ୟବହାର ମଧ୍ୟ ବହୁତ ଦେଖିବାକୁ ମିଳେ। ଉଦାହରଣ ଭାବରେ ସୂରା ଆଲ୍ ଇଖଲାସକୁ ଦେଖନ୍ତୁ। ଏଇଟା ବହୁତ ଛୋଟ, କିନ୍ତୁ ଏହାର ବାର୍ତ୍ତା ବହୁତ ଶକ୍ତିଶାଳୀ। ମାତ୍ର କେଇଟା ଧାଡ଼ିରେ ହିଁ ଏହା ଈଶ୍ୱରଙ୍କ ଏକତା ଆଉ ତାଙ୍କ ସ୍ୱରୂପ ବିଷୟରେ ଗୋଟେ ପୂରା ସ୍ପଷ୍ଟ ଧାରଣା ଦେଇଦିଏ। ଠିକ୍ ଅଛି, ତେବେ ଗଠନ ଆଉ ଶୈଳୀ କଥା ତ ହେଲା। ଏବେ ଆସନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରକୁ ଯିବା, ସେମାନଙ୍କର ମୂଳ ବିଶ୍ୱାସ। ମଜାର କଥା ହେଉଛି ଦୁଇଟିଯାକ ଗ୍ରନ୍ଥରେ କିଛି କିଛି ସମାନ ଚରିତ୍ର ଆଉ କାହାଣୀ ଅଛି, କିନ୍ତୁ ସେଗୁଡ଼ିକର ବ୍ୟାଖ୍ୟା ଆଉ ଅର୍ଥ କେମିତି ଅଲଗା, ଚାଲନ୍ତୁ ଦେଖିବା। ଆମେ ସୃଷ୍ଟି କାହାଣୀରୁ ହିଁ ଆରମ୍ଭ କରିବା। ଦୁଇଟି ଯାକ ଗ୍ରନ୍ଥରେ ସୃଷ୍ଟିର କଥା କୁହାଯାଇଛି, କିନ୍ତୁ କିଛି ସୂକ୍ଷ୍ମ ପାର୍ଥକ୍ୟ ସହିତ। ଯେମିତିକି ବାଇବଲ କହୁଛି 6 ଦିନରେ ସୃଷ୍ଟି ହେଲା, କିନ୍ତୁ କୁରାନରେ 6ଟି ପର୍ଯ୍ୟାୟ ବା ୟାଉମ୍ ଶବ୍ଦର ବ୍ୟବହାର ହୋଇଛି। ସେମିତି ମଣିଷ କେମିତି ସୃଷ୍ଟି ହେଲା ସେ ବିଷୟରେ ଦିଆଯାଇଥିବା ବର୍ଣ୍ଣନାରେ ମଧ୍ୟ କିଛିଟା ଫରକ ଅଛି। ଏବେ ଆସନ୍ତୁ ଗୋଟେ ବହୁତ ବଡ଼ ଧାର୍ମିକ ପାର୍ଥକ୍ୟ ଉପରକୁ। ଏଇଟା ହେଉଛି ପାପର ଧାରଣା। ଆଦମ ଓ ହାୱାଙ୍କର କାହାଣୀ ତ ଦୁଇଟିରେ ଅଛି, କିନ୍ତୁ ବାଇବେଲ ଅନୁସାରେ ସେମାନଙ୍କ ଭୁଲ ଯୋଗୁଁ ଆଦିପାପ ବା ଅରିଜିନାଲ ସିନ୍ର ଆରମ୍ଭ ହେଲା।
ଏହାର ଅର୍ଥ ହେଲା ସବୁ ମଣିଷ ପାପ ସହିତ ଜନ୍ମ ହୁଅନ୍ତି। କିନ୍ତୁ କୁରାନ୍ କହୁଛି ନା, ଈଶ୍ୱର ସେମାନଙ୍କୁ କ୍ଷମା କରିଦେଇଥିଲେ, ତେଣୁ ଆଦିପାପ ବୋଲି କିଛି ନାହିଁ, ଆଉ ପ୍ରତ୍ୟେକ ମଣିଷ ଶୁଦ୍ଧ ହୋଇ ହିଁ ଜନ୍ମ ନିଏ। ଆଉ ଏବେ ଆସୁଛି ଯୀଶୁଙ୍କ ପ୍ରସଙ୍ଗ। ଏଇଟା ହୁଏତ ଖ୍ରୀଷ୍ଟଧର୍ମ ଆଉ ଇସ୍ଲାମ ଧର୍ମ ଭିତରେ ଥିବା ସବୁଠୁ ବଡ଼ ପାର୍ଥକ୍ୟ। ବାଇବେଲରେ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ଆଉ ମାନବ ଜାତିର ତ୍ରଣକର୍ତ୍ତା ବୋଲି କୁହାଯାଏ। କିନ୍ତୁ କୁରାନରେ ଯୀଶୁଙ୍କୁ ଈଶ୍ୱରଙ୍କର ଜଣେ ବହୁତ ମହାନ ଦୂତ ବା ପୈଗମ୍ବର ଭାବେ ଗମ୍ଭୀର ସମ୍ମାନ ଦିଆଯାଏ। ଆଉ ଇସ୍ଲାମୀୟ ବିଶ୍ୱାସ ଅନୁସାରେ ତାଙ୍କୁ କ୍ରୁଶବିଦ୍ଧ କରାଯାଇ ନଥିଲା। ତ ଏହିସବୁ ବିଶ୍ୱାସ ପରେ ପ୍ରଶ୍ନ ଉଠୁଛି, ତାହେଲେ ମୁକ୍ତି ବା ସାଲଭେସନର ରାସ୍ତା କ'ଣ? ଏହି ଦୁଇଟି ଗ୍ରନ୍ଥ ମୁକ୍ତି ପାଇବା ପାଇଁ କେଉଁ ରାସ୍ତା ଦେଖାଉଛି? ଚାଲନ୍ତୁ ଏହାକୁ ବୁଝିବା। ଦେଖନ୍ତୁ, ମୁକ୍ତିର ରାସ୍ତାଟା ଆମେ ଆଗରୁ କଥା ହେଉଥିବା ପାପର ଧାରଣା ସହିତ ପୂରାପୂରି ଯୋଡ଼ି ହୋଇ ରହିଛି। ବାଇବେଲ କହେ ଯେ ଆଦିପାପ ଯୋଗୁଁ ମଣିଷ ନିଜେ ନିଜକୁ ବଞ୍ଚାଇ ପାରିବ ନାହିଁ, ତେଣୁ ମୁକ୍ତି ପାଇଁ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଜରୁରୀ। କିନ୍ତୁ କୁରାନର ଦୃଷ୍ଟିକୋଣ ଅଲଗା। ସେଠାରେ କୁହାଯାଏ ଯେ ପ୍ରତ୍ୟେକ ମଣିଷ ନିଜ କର୍ମ ପାଇଁ ନିଜେ ଦାୟୀ, ତେଣୁ ମୁକ୍ତି ପାଇଁ ଆଲ୍ଲାଙ୍କ ଉପରେ ବିଶ୍ୱାସ କରିବା ଆଉ ଭଲ କାମ କରିବା, ଏ ଦୁଇଟା ଜରୁରୀ। ତ ଏତେ ସବୁ ଆଲୋଚନା ପରେ ଆମେ କ'ଣ ଶିଖିଲେ? ଏହି ପୂରା ତୁଳନାରୁ ମୁଖ୍ୟ କଥା କ'ଣ ବାହାରିଲା? ଆସନ୍ତୁ ଏହାକୁ ସଂକ୍ଷେପରେ ଦେଖିବା। ସରଳ ଭାଷାରେ କହିଲେ, ବାଇବେଲ ହେଉଛି ବିଭିନ୍ନ ପ୍ରକାରର ବହିର ଏକ ସଂଗ୍ରହ, ଯାହାର ମୂଳ କେନ୍ଦ୍ରବିନ୍ଦୁ ହେଉଛନ୍ତି ଯୀଶୁ ଆଉ ତାଙ୍କ ମାଧ୍ୟମରେ ମିଳୁଥିବା ମୁକ୍ତି। ଆଉ ଅନ୍ୟପଟେ କୁରାନ୍ ହେଉଛି ଗୋଟେ ସୁସଙ୍ଗତ ଗ୍ରନ୍ଥ, ଯାହାର ମୂଳ ବାର୍ତ୍ତା ହେଉଛି କେବଳ ଆଲ୍ଲାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ବା ଇସ୍ଲାମ। ତେବେ ଶେଷରେ ଗୋଟେ ବଡ଼ ପ୍ରଶ୍ନ ମନକୁ ଆସେ, ଏମାନଙ୍କର ଗଠନ, ଶୈଳୀ ଆଉ ମୂଳ ବିଶ୍ୱାସରେ ଏତେ ପାର୍ଥକ୍ୟ ଥାଇ ମଧ୍ୟ ଏହି ଦୁଇଟି ପ୍ରାଚୀନ ଗ୍ରନ୍ଥ କେମିତି ଆଜି ବି ଆମ ଆଧୁନିକ ଦୁନିଆକୁ ଏତେ ଗଭୀର ଭାବରେ ପ୍ରଭାବିତ କରିଚାଲିଛି? ସେମାନଙ୍କର ଏହି ପ୍ରାଚୀନ ନକ୍ସାଗୁଡ଼ିକ ଆଜି ବି କେମିତି ଆମ ସମାଜ, ସଂସ୍କୃତି ଏବଂ ରାଜନୀତିକୁ ଗଢ଼ୁଛି? ଏହା ଏକ ଚିନ୍ତା କରିବାର ବିଷୟ। ଦୁନିଆର ଦୁଇଟି ପ୍ରମୁଖ ଧର୍ମଗ୍ରନ୍ଥ ବାଇବେଲ ଆଉ କୁରାନ୍ ଈଶ୍ୱରଙ୍କ ବିଷୟରେ କ'ଣ କହନ୍ତି? ଆସନ୍ତୁ ଏହାର ଏକ ତୁଳନାତ୍ମକ ଆଲୋଚନା କରିବା। ତେବେ ମୂଳ ପ୍ରଶ୍ନଟା କ'ଣ? ପ୍ରଶ୍ନ ହେଉଛି, ଖ୍ରୀଷ୍ଟଧର୍ମ ଆଉ ଇସ୍ଲାମ ଧର୍ମର ମୂଳଦୁଆ ଈଶ୍ୱରଙ୍କୁ ନେଇ କେମିତି ଗଢ଼ା ହେଇଛି? କେଉଁଠି ସେମାନଙ୍କ ବିଶ୍ୱାସ ମିଶୁଛି ଆଉ କେଉଁଠି ପୂରାପୂରି ଅଲଗା ହେଇଯାଉଛି? ଆମେ ଏ ଆଲୋଚନାରେ ସମ୍ପୂର୍ଣ୍ଣ ନିରପେକ୍ଷ ରହି ଏହାର ଉତ୍ତର ଖୋଜିବା। ଆଚ୍ଛା, ତେବେ ଆଗକୁ କ'ଣ କ'ଣ ଦେଖିବା? ତାର ଗୋଟେ ଛୋଟ ଝଲକ। ଆମେ ପ୍ରଥମେ ଦେଖିବା ଈଶ୍ୱରଙ୍କୁ ନେଇଥିବା କିଛି ସମାନତା। ତାପରେ ଯେଉଁଟା ସବୁଠୁ ବଡ଼ ପାର୍ଥକ୍ୟ, ତ୍ରିତ୍ୱ ବନାମ ତୌହିଦ୍, ସେ ବିଷୟରେ ଜାଣିବା। ଆଉ ତାପରେ ଯୀଶୁଙ୍କୁ କିଏ ପୁତ୍ର ଭାବେ ଆଉ କିଏ ପୈଗମ୍ବର ଭାବେ, ସେଇଟା ବୁଝିବା। ପବିତ୍ର ଆତ୍ମାଙ୍କ ଭୂମିକାକୁ ବି ଦେଖିବା। ଶେଷରେ ସବୁକିଛିକୁ ଏକାଠି କରି ଗୋଟେ ସାରାଂଶ ଦେଖିବା। ହଉ, ତେବେ ପ୍ରଥମ ଭାଗକୁ ଆସିବା। କୌଣସି ବିଷୟରେ ପାର୍ଥକ୍ୟ ଖୋଜିବା ଆଗରୁ ସେମାନଙ୍କ ଭିତରେ କ'ଣ ସମାନତା ଅଛି, ସେଇଠୁ ଆରମ୍ଭ କରିବାଟା ବହୁତ ଜରୁରୀ। ଆଉ ଦେଖିବାକୁ ଗଲେ ଏ ଦୁଇ ଧର୍ମ ମଧ୍ୟରେ ଈଶ୍ୱରଙ୍କୁ ନେଇ ବହୁତ କିଛି ସମାନତା ଅଛି। ଦୁହେଁ ମାନନ୍ତି ଯେ ଈଶ୍ୱର ହିଁ ଏ ପୂରା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା। ସେ ସର୍ବଶକ୍ତିମାନ, ମାନେ ସବୁକିଛି କରିପାରିବେ। ସେ ସର୍ବଜ୍ଞ, ମାନେ ସବୁକିଛି ଜାଣନ୍ତି। ଆଉ ସେ ନ୍ୟାୟବାନ ଏବଂ ବହୁତ ଦୟାଳୁ ମଧ୍ୟ। ଏଇଟା ହେଉଛି ଦୁଇ ଧର୍ମର ଏକ ସାଧାରଣ ଭିତ୍ତିଭୂମି। ଆଚ୍ଛା, ସମାନତା ବିଷୟରେ ତ ଜାଣିଲେ। ଏବେ ଆସନ୍ତୁ ସେହି ବିଷୟ ଉପରକୁ ଯିବା ଯେଉଁଠି ଏ ଦୁଇଟି ଧର୍ମର ରାସ୍ତା ସମ୍ପୂର୍ଣ୍ଣ ଅଲଗା ହୋଇଯାଏ। ଏହା ହିଁ ସେମାନଙ୍କର ସବୁଠାରୁ ବଡ଼ ଧର୍ମତାତ୍ତ୍ୱିକ ପାର୍ଥକ୍ୟ। ଖ୍ରୀଷ୍ଟ ଧର୍ମରେ ଗୋଟେ ମୂଳ ଧାରଣା ହେଉଛି ତ୍ରିତ୍ୱ ବା ଦ ଟ୍ରିନିଟି। ଏଇଟା ବୁଝିବାକୁ ଟିକେ ଜଟିଳ ଲାଗିପାରେ, କିନ୍ତୁ ସିଦ୍ଧାନ୍ତଟି ହେଉଛି ଈଶ୍ୱର ଏକ, କିନ୍ତୁ ତାଙ୍କର ତିନୋଟି ସ୍ୱରୂପ ଅଛି: ପିତା, ପୁତ୍ର ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଏବଂ ପବିତ୍ର ଆତ୍ମା। ଏଇ ତିନିଜଣ ମିଶି ଜଣେ ହିଁ ଈଶ୍ୱର। ଆଉ ଏହି ତ୍ରିତ୍ୱର ଧାରଣା ପାଇଁ ବାଇବେଲର ଏହି ପଦକୁ ଏକ ମୁଖ୍ୟ ପ୍ରମାଣ ଭାବରେ ଦିଆଯାଏ। ଏଠାରେ ସ୍ପଷ୍ଟ ଭାବରେ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବାକୁ କୁହାଯାଇଛି। କିନ୍ତୁ ଠିକ୍ ଏହାର ବିପରୀତରେ ରହିଛି ଇସ୍ଲାମର ମୂଳ ସିଦ୍ଧାନ୍ତ, ଯାହାକୁ କୁହାଯାଏ ତୌହିଦ୍। ତୌହିଦ୍ର ଅର୍ଥ ହେଉଛି ଈଶ୍ୱରଙ୍କର ସମ୍ପୂର୍ଣ୍ଣ ଏକତା, ମାନେ ଈଶ୍ୱର କେବଳ ଏକ ଏବଂ ତାଙ୍କୁ ଭାଗ କରାଯାଇପାରିବ ନାହିଁ। ତାଙ୍କର କୌଣସି ସାଥୀ, ପୁତ୍ର କିମ୍ବା ଅନ୍ୟ କୌଣସି ସ୍ୱରୂପ ନାହିଁ। ଆଉ ଏହି ତୌହିଦ୍ର ଧାରଣା କୁରାନର ଏହି ଛୋଟ କିନ୍ତୁ ଶକ୍ତିଶାଳୀ ଆୟାତରେ ପୂରାପୂରି ସ୍ପଷ୍ଟ ହୋଇଯାଏ, ଯେଉଁଠି କୁହାଯାଇଛି, କହିଦିଅ ସେ ହିଁ ଅଲ୍ଲା, ଏକମାତ୍ର।
ଏହା ସିଧାସଳଖ ଈଶ୍ୱରଙ୍କ ବହୁରୂପୀ ଧାରଣାକୁ ଖଣ୍ଡନ କରେ। ତେବେ କଥାଟା ପୂରା ସ୍ପଷ୍ଟ। ଗୋଟେ ପଟେ ଖ୍ରୀଷ୍ଟିଆନ ବିଶ୍ୱାସରେ ଈଶ୍ୱର ତିନି ସ୍ୱରୂପରେ ଏକ, ଆଉ ଅନ୍ୟପଟେ ଇସଲାମୀୟ ବିଶ୍ୱାସରେ ଈଶ୍ୱର ସମ୍ପୂର୍ଣ୍ଣ ଭାବରେ ଏକ, ଅବିଭାଜ୍ୟ। ଏଇଟା ହିଁ ସେମାନଙ୍କ ମଧ୍ୟରେ ଥିବା ସବୁଠୁ ବଡ଼ ପ୍ରଭେଦ। ଆଉ ଈଶ୍ୱରଙ୍କୁ ନେଇ ଥିବା ଏହି ମୂଳ ପାର୍ଥକ୍ୟର ପ୍ରଭାବ ସିଧାସଳଖ ପଡ଼େ ଯୀଶୁଙ୍କର ପରିଚୟ ଉପରେ। ତେବେ ଯୀଶୁ କିଏ? ଈଶ୍ୱରଙ୍କ ପୁତ୍ର ନା ଜଣେ ପୈଗମ୍ବର? ଏଇଠି ଆଉ ଏକ ବଡ଼ ପାର୍ଥକ୍ୟ ସାମ୍ନାକୁ ଆସେ। ଦେଖନ୍ତୁ, ଖ୍ରୀଷ୍ଟ ଧର୍ମ ପାଇଁ ଯୀଶୁ ହିଁ ସବୁକିଛିର କେନ୍ଦ୍ରବିନ୍ଦୁ। ତାଙ୍କୁ କେବଳ ଜଣେ ମଣିଷ ନୁହେଁ, ବରଂ ଈଶ୍ୱରଙ୍କର ପୁତ୍ର ଭାବରେ ଦେଖାଯାଏ। ଏମିତିକି ସେ ହେଉଛନ୍ତି ମାନବ ରୂପରେ ଥିବା ସ୍ୱୟଂ ଈଶ୍ୱର। ବିଶ୍ୱାସ କରାଯାଏ ଯେ ସେ ମଣିଷର ପାପ ପାଇଁ ନିଜ ଜୀବନ ଦେଲେ ଏବଂ ମୃତ୍ୟୁରୁ ପୁଣି ଥରେ ଜୀବିତ ହେଲେ। ଆଉ ଇସଲାମରେ ଯୀଶୁ, ଯାହାଙ୍କୁ ଈସା କୁହାଯାଏ, ତାଙ୍କୁ ବହୁତ ବହୁତ ସମ୍ମାନ ଦିଆଯାଏ। ତାଙ୍କୁ ଈଶ୍ୱରଙ୍କର ଜଣେ ମହାନ ପୈଗମ୍ବର ବା ଦୂତ ଏବଂ ମସିହା ବୋଲି ବି ମାନାଯାଏ। ଏମିତିକି ତାଙ୍କର ଚମତ୍କାରୀ ଜନ୍ମକଥା ବି କୁରାନରେ ଅଛି। କିନ୍ତୁ ଏଠି ଗୋଟେ ବଡ଼ କଥା ହେଉଛି, ତାଙ୍କୁ କେବଳ ଜଣେ ମଣିଷ ଭାବରେ ଦେଖାଯାଏ, ଈଶ୍ୱର କିମ୍ବା ଈଶ୍ୱରଙ୍କ ପୁତ୍ର ଭାବରେ ନୁହେଁ। ଆଉ ଯୀଶୁଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରୁଶବୁଦ୍ଧତାକୁ ନେଇ ଦୁଇ ଧର୍ମଗ୍ରନ୍ଥରେ ଆକାଶ ପାତାଳ ଫରକ। ବାଇବଲ ଅନୁସାରେ ଯୀଶୁଙ୍କୁ କ୍ରୁଶରେ ମୃତ୍ୟୁଦଣ୍ଡ ଦିଆଗଲା, ଆଉ ଏହା ହିଁ ଖ୍ରୀଷ୍ଟଧର୍ମର ଆଧାର। କିନ୍ତୁ କୁରାନ୍ କ'ଣ କହୁଛି? କୁରାନ୍ ସ୍ପଷ୍ଟ ଭାବରେ କହେ ଯେ ଯୀଶୁଙ୍କୁ କ୍ରୁଶବୁଦ୍ଧ କରାଯାଇନଥିଲା କି ତାଙ୍କର ମୃତ୍ୟୁ ହୋଇନଥିଲା, ବରଂ ଈଶ୍ୱର ତାଙ୍କୁ ସୁରକ୍ଷିତ ଭାବେ ଉପରକୁ ଉଠାଇ ନେଇଥିଲେ। ଠିକ୍ ଅଛି, ଈଶ୍ୱର ଆଉ ଯୀଶୁଙ୍କ କଥା ତ ହେଲା। ଏବେ ଆସନ୍ତୁ ଦେଖିବା ପବିତ୍ର ଆତ୍ମାଙ୍କୁ ନେଇ କ'ଣ ପାର୍ଥକ୍ୟ ରହିଛି। ଆଉ ଏହି ପାର୍ଥକ୍ୟର ମୂଳ ବି ସେହି ତ୍ରିତ୍ୱ ଆଉ ତୌହିଦର ଧାରଣାରେ ହିଁ ଲୁଚି ରହିଛି। ଏଇଠି ଦେଖନ୍ତୁ ପାର୍ଥକ୍ୟଟା କେତେ ସ୍ପଷ୍ଟ। ବାଇବଲ ଅନୁସାରେ ପବିତ୍ର ଆତ୍ମା ହେଉଛନ୍ତି ତ୍ରିତ୍ୱର ତୃତୀୟ ସ୍ୱରୂପ, ଅର୍ଥାତ୍ ସ୍ୱୟଂ ଈଶ୍ୱର। ସେ ବିଶ୍ୱାସୀମାନଙ୍କୁ ପଥ ଦେଖାନ୍ତି। କିନ୍ତୁ କୁରାନରେ ପବିତ୍ର ଆତ୍ମାଙ୍କୁ ସାଧାରଣତଃ ଦେବଦୂତ ଗ୍ୟାବ୍ରିଏଲ ବା ଜିବ୍ରିଲ ଭାବରେ ବୁଝାଯାଏ। ସେ ଈଶ୍ୱର ନୁହନ୍ତି, ବରଂ ଈଶ୍ୱରଙ୍କ ବାଣୀକୁ ପୈଗମ୍ବରମାନଙ୍କ ପାଖକୁ ଆଣୁଥିବା ଜଣେ ମୁଖ୍ୟ ଦୂତ। ଆଚ୍ଛା, ତେବେ ଆମେ ଏପର୍ଯ୍ୟନ୍ତ ଯାହା ବି ଆଲୋଚନା କଲେ, ଆସନ୍ତୁ ତାକୁ ଶେଷରେ ଥରେ ସଂକ୍ଷେପରେ ଦେଖିନେବା। ଏହାଦ୍ୱାରା ମୁଖ୍ୟ ପାର୍ଥକ୍ୟଗୁଡ଼ିକ ଆହୁରି ସ୍ପଷ୍ଟ ହୋଇଯିବ। ଏହି ଟେବଲରେ ସବୁକିଛି ଗୋଟିଏ ଜାଗାରେ ଅଛି। ଦେଖନ୍ତୁ, ଈଶ୍ୱରଙ୍କ ପ୍ରକୃତିକୁ ନେଇ ଖ୍ରୀଷ୍ଟଧର୍ମ କହେ ତ୍ରିତ୍ୱ, ଇସଲାମ କହେ ତୌହିଦ୍। ଯୀଶୁଙ୍କୁ ନେଇ ଜଣେ କହନ୍ତି ସେ ଈଶ୍ୱରଙ୍କ ପୁତ୍ର, ଅନ୍ୟ ଜଣେ କହନ୍ତି ସେ ଜଣେ ମହାନ ପୈଗମ୍ବର। କ୍ରୁଶବେଦ୍ଧତା ଘଟଣା ଗୋଟିଏ ଧର୍ମର ମୂଳଦୁଆ, କିନ୍ତୁ ଅନ୍ୟ ଧର୍ମ ତାକୁ ଅସ୍ୱୀକାର କରେ। ଆଉ ଶେଷରେ ପବିତ୍ର ଆତ୍ମା, ଜଣଙ୍କ ପାଇଁ ଈଶ୍ୱର ଆଉ ଅନ୍ୟଙ୍କ ପାଇଁ ଈଶ୍ୱରଙ୍କ ଦୂତ। ଏଗୁଡ଼ିକ ହିଁ ହେଉଛି ମୂଳ ପାର୍ଥକ୍ୟ। ତେବେ ଶେଷରେ ପ୍ରଶ୍ନ ଉଠୁଛି, ଏହି ବିଶ୍ୱାସଗୁଡ଼ିକ କିଭଳି ଆଜି ଦୁନିଆର କୋଟି କୋଟି ଲୋକଙ୍କ ଜୀବନ, ସେମାନଙ୍କର ସଂସ୍କୃତି ଆଉ ସେମାନଙ୍କର ଚିନ୍ତାଧାରାକୁ ଗଢ଼ି ତୋଳୁଛି? ଏହି ମୂଳ ଧର୍ମତାତ୍ତ୍ୱିକ ପାର୍ଥକ୍ୟଗୁଡ଼ିକୁ ବୁଝିବା ହିଁ ଏହି ଦୁଇଟି ବିଶ୍ୱଧର୍ମ କିପରି ନିଜ ନିଜର ସ୍ୱତନ୍ତ୍ର ପଥ ବାଛିଛନ୍ତି ତାହା ଜାଣିବାର ପ୍ରଥମ ପାହାଚ। ଆଉ ଏହି ବୁଝାମଣା ହିଁ ଆମକୁ ପାରସ୍ପରିକ ସମ୍ମାନ ଦେବା ଶିଖାଏ। ମୁକ୍ତି ଆଉ ପରଲୋକ ଶବ୍ଦ ମାତ୍ର ଦୁଇଟି, କିନ୍ତୁ ଜାଣନ୍ତି କି ଦୁନିଆର ଦୁଇଟି ବଡ଼ ଧର୍ମ ପାଇଁ ଏହାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆସନ୍ତୁ ଏହି ଗଭୀର ରହସ୍ୟ ଭିତରକୁ ଯିବା ଆଉ ବୁଝିବା ଯେ ଏହି ପାର୍ଥକ୍ୟ କିପରି କୋଟି କୋଟି ଲୋକଙ୍କ ଜୀବନ ଦର୍ଶନକୁ ଗଢ଼ିଛି। ମୃତ୍ୟୁ ପରେ କ'ଣ ହୁଏ? ଆମେ ସମସ୍ତେ କେବେ ନା କେବେ ଏହି ପ୍ରଶ୍ନଟା ନିଜକୁ ନିଶ୍ଚୟ ପଚାରିଥାଉ। ଖ୍ରୀଷ୍ଟଧର୍ମ ଏବଂ ଇସଲାମ, ଏ ଦୁଇ ଧର୍ମ ନିଜର ପବିତ୍ର ଗ୍ରନ୍ଥ ବାଇବଲ ଓ କୁରାନରେ ଏହାର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି। ତେବେ ଚାଲନ୍ତୁ ଦେଖିବା ସେମାନଙ୍କର ଉତ୍ତର କେତେ ସମାନ ଆଉ କେତେ ଭିନ୍ନ। ଆମର ଏହି ଯାତ୍ରା 5ଟି ପର୍ଯ୍ୟାୟ ଦେଇ ଯିବ। ପ୍ରଥମେ ଆମେ ମୁକ୍ତିର ଅର୍ଥ ବୁଝିବା, ତାପରେ ବିଶ୍ୱାସ ଆଉ କର୍ମର ଭୂମିକାକୁ ଦେଖିବା। ଏହାପରେ କଥା ହେବା ଅନ୍ତିମ ବିଚାର ଦିବସ, ସ୍ୱର୍ଗ ନର୍କର କଳ୍ପନା ଏବଂ ଶେଷରେ ପୁନରୁତ୍ଥାନର ପ୍ରତିଶ୍ରୁତି ବିଷୟରେ। ତେବେ ଆସନ୍ତୁ ଆରମ୍ଭ କରିବା। ସବୁଠାରୁ ପ୍ରଥମେ ଦେଖିବା ମୁକ୍ତିର ଧାରଣା। ଆଚ୍ଛା, ଏ ମୁକ୍ତି ଶବ୍ଦର ପ୍ରକୃତ ଅର୍ଥ କ'ଣ? ଖ୍ରୀଷ୍ଟଧର୍ମ ଆଉ ଇସଲାମ ଏହାକୁ କେମିତି ଦେଖନ୍ତି? କାରଣ ଏଇଠୁ ହିଁ ସବୁଠାରୁ ବଡ଼ ମୌଳିକ ପାର୍ଥକ୍ୟର ଆରମ୍ଭ। ବାଇବେଲ ଅନୁସାରେ ମଣିଷର ସବୁଠୁ ବଡ଼ ସମସ୍ୟା ହେଉଛି ପାପ। ଆଉ ଏଠି ପାପ ମାନେ ଖାଲି କିଛି ଭୁଲ କାମ କରିବା ନୁହେଁ, ବରଂ ଏହା ଏକ ଏମିତି ଅବସ୍ଥା ଯେମିତିକି ମଣିଷ ଆଉ ଈଶ୍ୱରଙ୍କ ମଝିରେ ଏକ କାନ୍ଥ ଠିଆ ହୋଇଯାଇଛି।
ତେଣୁ ମୁକ୍ତିର ଅର୍ଥ ହେଲା ସେ ପାପର ବନ୍ଧନରୁ ବାହାରିବା। ଆଉ ଦେଖନ୍ତୁ, ବାଇବଲ ଏଠି ସ୍ପଷ୍ଟ କରୁଛି ଯେ ଏ ସମସ୍ୟାଟା ଖାଲି କୌଣସି ଜଣେ ଦିଜଣଙ୍କର ନୁହେଁ, ଏହା ପୁରା ମଣିଷ ଜାତିର। ତାମାନେ କ'ଣ? ଯଦି ସମସ୍ତେ ସେଇ ପାପର ବନ୍ଧନରେ ଅଛନ୍ତି, ତେବେ ସମସ୍ତଙ୍କ ପାଇଁ ଗୋଟେ ରାସ୍ତା ଦରକାର। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଖ୍ରୀଷ୍ଟ ଧର୍ମରେ ମୁକ୍ତିର ପୂରା କାହାଣୀ। ହଉ, ଏଟା ଗଲା ବାଇବେଲ କଥା। ଏବେ ଆସନ୍ତୁ ଦେଖିବା କୁରାନ କ'ଣ କହୁଛି। ଆଉ ଜାଣିଛନ୍ତି, ଏଠି କାହାଣୀଟା ପୂରା ବଦଳି ଯାଉଛି। ଇସଲାମରେ ସେ ଆଦିପାପ ବା ଅରିଜିନାଲ ସିନ୍ ବୋଲି କିଛି ନାହିଁ। ଏଠି ଧାରଣା ହେଉଛି ପ୍ରତ୍ୟେକ ଶିଶୁ ନିଷ୍ପାପ ହୋଇ ଜନ୍ମ ନିଏ। ତେଣୁ ଏଠି ମୁକ୍ତି ମାନେ ପାପରୁ ଉଦ୍ଧାର ପାଇବା ନୁହେଁ, ବରଂ ନିଜ ବିଶ୍ୱାସ ଆଉ ସତ୍କର୍ମ ବଳରେ ସ୍ୱର୍ଗ ବା ଜନ୍ନତ ପାଇବା। ମାନେ ପୁରା ଫୋକସ୍ ହେଉଛି ନିଜ ଦାୟିତ୍ୱ ଉପରେ। ଏହାକୁ ଆପଣ ଗୋଟେ ଗଣିତ ସୂତ୍ର ଭଳି ଭାବିପାରନ୍ତି। ବିଶ୍ୱାସ ମିଶାଣ ସତ୍କର୍ମ ସମାନ ସ୍ୱର୍ଗ। ଏତେ ସରଳ। ଏଠି ଗୋଟାକୁ ଛାଡ଼ି ଆଉଟା କାମ କରିବନି। ଏହା ହିଁ ହେଉଛି ଇସଲାମରେ ମୁକ୍ତିପଥର ମୂଳମନ୍ତ୍ର। ଏଇଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି, ମୁକ୍ତି ପାଇବାକୁ ହେଲେ କ'ଣ ବେଶୀ ଜରୁରୀ? କେବଳ ବିଶ୍ୱାସ କରିଦେଲେ ହେଇଯିବ, ନା ଭଲ କାମ ବି କରିବାକୁ ପଡ଼ିବ? ମାନେ ଏଇଟା ଗୋଟେ ଗିଫ୍ଟ ଭଳି ଯାହାକୁ ଆମେ ଗ୍ରହଣ କରୁ, ନା ଏକ ପୁରସ୍କାର ଯାହାକୁ ଆମକୁ ନିଜେ ଜିତିବାକୁ ପଡ଼ିବ? ଚାଲନ୍ତୁ ଏଇ ଦ୍ୱନ୍ଦ୍ୱ ଭିତରକୁ ଟିକେ ଯିବା। ଆଉ ଜାଣନ୍ତି, ଏଇଠି ହିଁ ଦୁଇଟି ରାସ୍ତା ପୂରାପୂରି ଅଲଗା ହୋଇଯାଉଛି। ଖ୍ରୀଷ୍ଟ ଧର୍ମରେ କୁହାଯାଏ ମୁକ୍ତି ହେଉଛି ଈଶ୍ୱରଙ୍କ ତରଫରୁ ଏକ ମାଗଣା ଉପହାର। ଏହାକୁ କିଣି ହେବନି, କମେଇ ହେବନି, କେବଳ ବିଶ୍ୱାସ କରି ଗ୍ରହଣ କରିହେବ। ହଁ, ଭଲ କାମ କରିବାଟା ସେହି ବିଶ୍ୱାସର ଏକ ପ୍ରମାଣ, କିନ୍ତୁ ସେଇଟା ମୁକ୍ତି ପାଇବାର ଟିକେଟ୍ ନୁହେଁ। କିନ୍ତୁ ଇସଲାମରେ ବିଶ୍ୱାସ ଆଉ କର୍ମକୁ ଆପଣ ଗୋଟେ କଏନ୍ର ଦିପଟ ଭଳି ଭାବିପାରିବେ। ଗୋଟେ ପଟ ନଥିଲେ କଏନ୍ର କିଛି ମୂଲ୍ୟ ନାହିଁ। ଆଉ ତାପରେ ଆସିବ ସେଇ ଦିନ, ଯେଉଁଦିନ ଜୀବନ ସାରାର ହିସାବ କରାଯିବ। ଅନ୍ତିମ ବିଚାର ଦିବସ। ମଜାର କଥା ହେଲା, ଦୁଇଟି ଯାକ ଧର୍ମ ଏହି ଦିନ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ବିଚାର କରିବ କିଏ ଆଉ କେଉଁ ଆଧାରରେ କରିବ? ଦେଖନ୍ତୁ, ପାର୍ଥକ୍ୟଟା କେତେ ସ୍ପଷ୍ଟ। ବାଇବେଲ କହୁଛି ବିଚାରପତି ଆସନରେ ବସିବେ ଯୀଶୁଖ୍ରୀଷ୍ଟ, ହେଲେ କୁରାନ ଅନୁସାରେ ସେହି ସର୍ବୋଚ୍ଚ ବିଚାରକ ହେଉଛନ୍ତି ନିଜେ ଆଲ୍ଲା। ଖାଲି ସେତିକି ନୁହେଁ, ବିଚାରର ଆଧାର ବି ଅଲଗା। ଗୋଟେ ପଟେ ବିଶ୍ୱାସକୁ ମୁଖ୍ୟ ସ୍ଥାନ ଦିଆଯାଉଛି, ଆଉ ଅନ୍ୟପଟେ ଭାବନ୍ତୁ ଗୋଟେ ତରାଜୁ, ଯେଉଁଥିରେ ଜୀବନର ପ୍ରତିଟି ଭଲ ଆଉ ମନ୍ଦ କାମକୁ ତଉଳାଯିବ। କୁରାନର ଏହି କଥାଟି କେତେ ଶକ୍ତିଶାଳୀ ଭାବନ୍ତୁ ତ। ଏହାର ଅର୍ଥ ହେଲା କିଛି ବି ଛପିବନି। କିଛି ବି ନୁହେଁ, ଗୋଟେ ଛୋଟିଆ ପରମାଣୁ ଭଳି ଭଲ କାମ କରିଥାନ୍ତୁ କି ଖରାପ କାମ, ସବୁର ହିସାବ ସେଦିନ ସାମ୍ନାରେ ଥିବ। ଏହାକୁ ହିଁ କୁହାଯାଏ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ। ହଉ, ବିଚାର ତ ହେଇଗଲା, କିନ୍ତୁ ତାପରେ କ'ଣ? ରେଜଲ୍ଟ କ'ଣ? ଲୋକମାନେ ଯିବେ କୁଆଡ଼େ? ତେବେ ଆସନ୍ତୁ, ଏବେ ଆମେ ସିଧା ଯିବା ସେଇ ଅନ୍ତିମ ଗନ୍ତବ୍ୟ ସ୍ଥଳକୁ, ସ୍ୱର୍ଗ ଆଉ ନର୍କ। ଏଠି ବି ସ୍ୱର୍ଗର କଳ୍ପନା ଦୁଇ ପ୍ରକାରର। ବାଇବଲରେ ସ୍ୱର୍ଗ କହିଲେ ଏକ ଆଧ୍ୟାତ୍ମିକ ଅନୁଭୂତିକୁ ବୁଝାଏ, ମାନେ ଈଶ୍ୱରଙ୍କ ସାଙ୍ଗରେ ରହିବାର ସେଇ ଅସୀମ ଆନନ୍ଦ, ସେଇ ପରମ ଶାନ୍ତି। ଏଠି ଫୋକସ୍ ଆତ୍ମା ଉପରେ। କିନ୍ତୁ ଯେତେବେଳେ ଆମେ କୁରାନର ଜନ୍ନତ ବିଷୟରେ ଶୁଣୁ, ସେତେବେଳେ ଆମ ଆଖି ଆଗରେ ଗୋଟେ ସୁନ୍ଦର ଚିତ୍ର ଆସିଯାଏ। କ୍ଷୀର ଆଉ ମହୁର ନଦୀ, ସୁନ୍ଦର ବଗିଚା, ମିଠା ଫଳ, ମାନେ ଏକ ପ୍ରକାର ଭୌତିକ ଆଉ ଆଧ୍ୟାତ୍ମିକ ସୁଖର ସ୍ଥାନ। ଆଉ ଯେମିତି ସ୍ୱର୍ଗ, ସେମିତି ନର୍କ। ବାଇବେଲ ଅନୁସାରେ ନର୍କର ସବୁଠୁ ଭୟଙ୍କର ଦଣ୍ଡଟା ହେଲା ଈଶ୍ୱରଙ୍କଠୁ ସବୁଦିନ ପାଇଁ ଦୂରେଇ ଯିବା, ଏକ ପ୍ରକାର ଆଧ୍ୟାତ୍ମିକ ମୃତ୍ୟୁ। କିନ୍ତୁ ଇସଲାମର ଜହାନ୍ନାମରେ ଦଣ୍ଡର ଅଲଗା ଅଲଗା ସ୍ତର ଅଛି। ଯିଏ ଯେମିତି ପାପ କରିଥିବ ତାକୁ ସେମିତି ଦଣ୍ଡ ମିଳିବ। ଆଉ ଏଠି ନିଆର ଯନ୍ତ୍ରଣାକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଏତେ ସବୁ କଥା ଶୁଣିଲା ପରେ ମନରେ ଗୋଟେ ପ୍ରଶ୍ନ ଆସିବା ସ୍ୱାଭାବିକ। କ'ଣ ଜଣେ ମଣିଷ ବଞ୍ଚି ଥାଉ ଥାଉ ଜାଣିପାରିବ ଯେ ତାକୁ ମୁକ୍ତି ମିଳିବ କି ନାହିଁ? ଏକ ପ୍ରକାର ଗ୍ୟାରେଣ୍ଟି ଅଛି କି? ଆଉ ଶରୀରର କ'ଣ ହେବ? ଆସନ୍ତୁ ଆମ ଆଲୋଚନାର ଶେଷ ଭାଗରେ ଏହାର ଉତ୍ତର ଖୋଜିବା। ଏଇଟା ବୋଧହୁଏ ଦୁଇ ଧର୍ମ ଭିତରେ ସବୁଠୁ ବଡ଼ ମାନସିକ ପାର୍ଥକ୍ୟ। ଦେଖନ୍ତୁ, ଖ୍ରୀଷ୍ଟ ଧର୍ମରେ ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତି ବଞ୍ଚିଥିବା ବେଳେ ହିଁ ନିଜ ମୁକ୍ତି ବିଷୟରେ ପୂରାପୂରି ନିଶ୍ଚିତ ହୋଇପାରିବ। କିନ୍ତୁ ଇସଲାମରେ ଏଠି ଜଣେ ଶେଷ ପର୍ଯ୍ୟନ୍ତ ଆଶା କରିପାରେ, ପ୍ରାର୍ଥନା କରିପାରେ, କିନ୍ତୁ ଶେଷ ନିଷ୍ପତ୍ତି ନେବେ ଆଲ୍ଲା। ତେଣୁ ଶେଷ ମୁହୂର୍ତ୍ତ ଯାଏ କୌଣସି ପକ୍କା ଗ୍ୟାରେଣ୍ଟି ନାହିଁ। ଏତେ ସବୁ ପାର୍ଥକ୍ୟ ସତ୍ତ୍ୱେ ଗୋଟିଏ ଜାଗାରେ କିନ୍ତୁ ଏ ଦୁଇଟି ରାସ୍ତା ପୁଣି ଏକାଠି ହୋଇଯାଏ। ଆଉ ସେଇଟା ହେଉଛି ପୁନରୁତ୍ଥାନର ବିଶ୍ୱାସ। ହଁ, ଉଭୟ ବାଇବଲ ଆଉ କୁରାନ ଏକଥା କୁହନ୍ତି ଯେ ବିଚାର ଦିନ ସମସ୍ତ ମୃତ ଲୋକଙ୍କୁ ସେମାନଙ୍କ ଶରୀର ସହିତ ପୁଣି ଥରେ ଜୀବିତ କରାଯିବ। ଏହା ସତ୍ୟରେ ଏକ ବଡ଼ ମିଳିତ ବିଶ୍ୱାସ।
ତେବେ ଆସନ୍ତୁ ବୁଝିବା କେମିତି ଏହି ଗ୍ରନ୍ଥଗୁଡ଼ିକ ଆମ ଆଇନଠୁ ଆରମ୍ଭ କରି ଆମ ସମାଜ ଏପରିକି ଆମର ଛୋଟ ଛୋଟ ବ୍ୟବହାରକୁ ବି ଏତେ ଗଭୀର ଭାବେ ପ୍ରଭାବିତ କରିଛି। ତେବେ ପ୍ରଶ୍ନ ହେଉଛି, ଏହି ଦୁଇଟି ଶକ୍ତିଶାଳୀ ଗ୍ରନ୍ଥ ପ୍ରକୃତରେ ଆମ ଜୀବନକୁ କେମିତି ବାଟ ଦେଖାନ୍ତି? ଏମାନଙ୍କ ନୈତିକ ଶିକ୍ଷାରେ କେଉଁଠି ସମାନତା ଅଛି ଆଉ କେଉଁଠି ଫରକ? ଚାଲନ୍ତୁ ଏହା ଭିତରକୁ ଯାଇ ଟିକେ ଗଭୀର ଭାବରେ ଦେଖିବା। ଆଜି ଆମେ ପ୍ରଥମେ ତାଙ୍କର ମୂଳ ନୈତିକ ଶିକ୍ଷା ବିଷୟରେ ଜାଣିବା, ତାପରେ ଦେଖିବା ଆଇନ, ପରିବାର ଆଉ ସମାଜ ଉପରେ ଏହାର କି ପ୍ରଭାବ ପଡ଼ିଛି। ଆଉ ହଁ, ମହିଳାଙ୍କ ସ୍ଥିତି ବିଷୟରେ ମଧ୍ୟ କଥା ହେବା। ଶେଷରେ ଗୋଟେ ଛୋଟ ତୁଳନା ସହିତ ଆଲୋଚନା ସାରିବା। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା। ତେବେ ସଭା ପ୍ରଥମେ ଆସନ୍ତୁ ଏ ଦୁଇଟି ଗ୍ରନ୍ଥର ମୂଳ ଦୁଆକୁ ଦେଖିବା, ମାନେ ସେମାନଙ୍କର ମୂଳ ନୈତିକ ଶିକ୍ଷା। କାରଣ ଏଇଟା ହିଁ ସେହି ମୂଳଦୁଆ ଯାହା ଉପରେ ବାକି ସବୁକିଛି ଠିଆ ହୋଇଛି। ଆଚ୍ଛା, ଆରମ୍ଭରୁ ହିଁ ଗୋଟେ ବଡ଼ ଫରକ ଆଖିକୁ ଦିଶିଯାଉଛି। ବାଇବଲର ପୁରା ଫୋକସ୍ ରହିଛି ପ୍ରେମ ଉପରେ, ଆଉ ଯେତେବେଳେ ଆମେ କୁରାନକୁ ଦେଖୁଛେ ତାର ମୂଳ ମନ୍ତ୍ର ହେଉଛି ନ୍ୟାୟ। ବାସ୍ ଏଇ ଦୁଇଟା ଶବ୍ଦ ଭିତରେ ହିଁ ତାଙ୍କର ପୁରା ନୈତିକ ଦୁନିଆକୁ ବୁଝିବାର ଚାବି ଲୁଚି ରହିଛି। ବାଇବଲରେ ଏହାକୁ ସବୁଠାରୁ ବଡ଼ ଆଜ୍ଞା ବୋଲି କୁହାଯାଏ। ଏଥିରୁ ପୁରା ସ୍ପଷ୍ଟ ଯେ ଈଶ୍ୱରଙ୍କୁ ଆଉ ନିଜ ପଡ଼ୋଶୀଙ୍କୁ ଭଲ ପାଇବା ହିଁ ଖ୍ରୀଷ୍ଟିଆନ ନୈତିକତାର ମୂଳ। ଆଉ ଗୋଟେ କଥା, ଏ ପ୍ରେମ ଖାଲି ଗୋଟେ ଅନୁଭବ ନୁହେଁ, ବରଂ ଏକ କାମ। ଅନ୍ୟପଟେ କୁରାନ ନ୍ୟାୟକୁ ସବୁଠୁ ଉପରେ ରଖିଛି। ଆଉ ଏଇଟା ଖାଲି କୋର୍ଟ କଚେରୀର ନ୍ୟାୟ କଥା କହୁନି, ଏହା ସାମାଜିକ, ଅର୍ଥନୈତିକ ଆଉ ବ୍ୟକ୍ତିଗତ ସ୍ତରରେ ନ୍ୟାୟପୂର୍ଣ୍ଣ ବ୍ୟବହାର କଥା କହୁଛି। ଏହାକୁ ଆମେ ଇସଲାମର ନୈତିକ ବ୍ୟବସ୍ଥାର ମେରୁଦଣ୍ଡ ବି କହିପାରିବା। ପ୍ରେମର ଏହି ମୂଳ କଥା ଆହୁରି ବହୁତ ଜାଗାରେ ଦେଖିବାକୁ ମିଳେ। ଯେମିତିକି ବାଇବଲ ଶତ୍ରୁକୁ ବି ପ୍ରେମ କରିବାକୁ କହେ, କ୍ଷମା କରିବାକୁ କହେ, ନମ୍ର ରହିବା ଆଉ ଗରିବ ଦୁଃଖୀଙ୍କ ସେବା କରିବାକୁ ଶିକ୍ଷା ଦିଏ। ଠିକ୍ ସେମିତି କୁରାନରେ ନ୍ୟାୟର ଧାରଣାକୁ ଅନ୍ୟ କିଛି ନୈତିକ କର୍ତ୍ତବ୍ୟ ସହିତ ଯୋଡ଼ାଯାଇଛି। ଏଥିରେ ଅଛି ଜକାତ, ମାନେ ବାଧ୍ୟତାମୂଳକ ଦାନ, ସଚ୍ଚୋଟତା, ଦୟା ଆଉ ନିଜ ଉପରେ ଅନୁଶାସନ। ଏସବୁ ମିଶି ଗୋଟେ ନ୍ୟାୟପୂର୍ଣ୍ଣ ସମାଜ ଗଢ଼ିବାରେ ସାହାଯ୍ୟ କରେ। ତେବେ ଏ ଯେଉଁ ନୈତିକ ଶିକ୍ଷାଗୁଡ଼ିକ ଅଛି, ସେଗୁଡ଼ିକ ପ୍ରକୃତ ଆଇନରେ କେମିତି ପରିଣତ ହୁଏ? କାରଣ ଦେଖନ୍ତୁ, ଏହି ଗ୍ରନ୍ଥଗୁଡ଼ିକ କେବଳ ଉପଦେଶ ଦେଇ ଚୁପ୍ ରହନ୍ତି ନାହିଁ, ବରଂ ସମାଜ ପାଇଁ ନିର୍ଦ୍ଦିଷ୍ଟ ନିୟମ ବି ତିଆରି କରନ୍ତି। ଆସନ୍ତୁ ଦେଖିବା କେମିତି। ବାଇବେଲର ଯେଉଁ ପୁରୁଣା ନିୟମ ଅଛି, ସେଥିରେ ଅନେକ ଆଇନ ରହିଛି। ଆମେ ସମସ୍ତେ 10 ଆଜ୍ଞା ବିଷୟ ଶୁଣିଛେ। ଏହି ନିୟମଗୁଡ଼ିକ ଚୋରି, ହତ୍ୟା, ମିଛ କହିବା ଭଳି କାମକୁ ମନା କରେ, ଆଉ ସେତେବେଳର ଲୋକଙ୍କ ଜୀବନକୁ ନିୟନ୍ତ୍ରଣ କରୁଥିଲା। ହେଲେ ଏଠି କାହାଣୀରେ ଗୋଟେ ବଡ଼ ମୋଡ଼ ଆସେ। ନୂଆ ନିୟମରେ ଯୀଶୁ କହୁଛନ୍ତି, କେବଳ ବାହାର କାମ ନୁହେଁ, ବରଂ ଆମ ମନ ଭିତର କ'ଣ ଚାଲିଛି, ଆମର ଇଚ୍ଛା କ'ଣ, ସେଇଟା ଅସଲ କଥା। ତେଣୁ ଏଇଟା କେବଳ କର୍ମରୁ ଆଗକୁ ଯାଏ, ମନର ନୈତିକତା ଉପରେ ଫୋକସ୍ କରିବା ଭଳି କଥା। ସତରେ ଏକ ବହୁତ ବଡ଼ ପରିବର୍ତ୍ତନ। ଅନ୍ୟପକ୍ଷରେ କୁରାନ ଆମକୁ ଶରିୟା ନାମକ ଏକ ପୁରା ଆଇନ ବ୍ୟବସ୍ଥା ଦେଇଥାଏ। ଏହା ଖାଲି ଧାର୍ମିକ ନିୟମ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଆଇନଗତ ଫ୍ରେମୱାର୍କ। ଏହା ଜୀବନର ପ୍ରତିଟି ଦିଗକୁ ଛୁଇଁଥାଏ, ବିବାହଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ। ଏଠି ଧର୍ମ ଆଉ ଆଇନ ପରସ୍ପର ସହିତ ଜଡ଼ିତ। ଏବେ ଆସନ୍ତୁ ସମାଜର ମୂଳଦୁଆ ବିଷୟରେ କଥା ହେବା, ପରିବାର। ଏହି ଗ୍ରନ୍ଥଗୁଡ଼ିକ ପାରିବାରିକ ଆଉ ସାମାଜିକ ଗଠନକୁ କେମିତି ଦେଖନ୍ତି? ଆଶ୍ଚର୍ଯ୍ୟର କଥା, ଏହି ବିଷୟରେ ଆମେ ବହୁତ ସମାନତା ଦେଖିବାକୁ ପାଇବା। ବାଇବଲ ହେଉ କି କୁରାନ, ଦୁଇଟିଯାକ ଏକ ମଜବୁତ ପରିବାରକୁ ଏକ ସ୍ୱସ୍ଥ ସମାଜର ଆଧାର ବୋଲି ମାନନ୍ତି। ବାପାମାଙ୍କୁ ସମ୍ମାନ ଦେବା ଆଉ ବାହାଘରରେ ବିଶ୍ୱସ୍ତ ରହିବା, ଏ ଦୁଇଟା କଥା ଉଭୟରେ ବହୁତ ଗୁରୁତ୍ୱପୂର୍ଣ୍ଣ। ବାଇବଲର 10 ଆଜ୍ଞାରେ ଏହା ଏକ ପୁରା ସ୍ପଷ୍ଟ ନିର୍ଦ୍ଦେଶ। ଏହା ଦର୍ଶାଉଛି ଯେ ପରିବାର ଭିତରେ ସମ୍ମାନ ଆଉ ଶୃଙ୍ଖଳାର କେତେ ମହତ୍ୱ ରହିଛି। ଏବେ ଦେଖନ୍ତୁ, କୁରାନରେ ମଧ୍ୟ ବାପାମାଙ୍କୁ ସମ୍ମାନ ଦେବା କଥାକୁ ଠିକ୍ ଈଶ୍ୱରଙ୍କ ଉପାସନା ପରେ ସ୍ଥାନ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଏହି ମୂଲ୍ୟବୋଧ କେତେ ଗୁରୁତ୍ୱପୂର୍ଣ୍ଣ। ଭଲ କଥା। ଏବେ ଆସନ୍ତୁ ଏକ ଜଟିଳ ବିଷୟ ଉପରେ କଥା ହେବା, ଏହି ଦୁଇଟି ଗ୍ରନ୍ଥରେ ମହିଳାଙ୍କ ସ୍ଥିତି। ଏଇଟା ଏମିତି ଗୋଟେ ବିଷୟ ଯାହାକୁ ନେଇ ବହୁତ ଚର୍ଚ୍ଚା ହୁଏ। ତେଣୁ ଚାଲନ୍ତୁ ବିନା ପକ୍ଷପାତରେ ଦେଖିବା ଏହି ଗ୍ରନ୍ଥଗୁଡ଼ିକ ପ୍ରକୃତରେ କ'ଣ କହୁଛନ୍ତି। ଉଭୟ ଗ୍ରନ୍ଥ ମହିଳାଙ୍କୁ ସମ୍ମାନ ଦିଅନ୍ତି, କିନ୍ତୁ ଅଲଗା ଅଲଗା ଢଙ୍ଗରେ। ବାଇବଲରେ ଆମେ ମରିୟମ ଏବଂ ଏଷ୍ଟରଙ୍କ ଭଳି ଶକ୍ତିଶାଳୀ ମହିଳା ଚରିତ୍ର ଦେଖୁ, କିନ୍ତୁ ସାଧାରଣତଃ ପାରମ୍ପରିକ ଭୂମିକା ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ
କୁରାନ୍ ସେତେବେଳର ଆରବ ସମାଜ ତୁଳନାରେ ମହିଳାଙ୍କୁ ନିର୍ଦ୍ଦିଷ୍ଟ ଆଇନଗତ ଅଧିକାର ଦେଇ ସେମାନଙ୍କ ସ୍ଥିତିକୁ ବହୁତ ମଜବୁତ କରିଥିଲା। ଉଦାହରଣ ଭାବରେ ଦେଖିଲେ କୁରାନ୍ ମହିଳାଙ୍କୁ ବାପାଙ୍କ ସମ୍ପତ୍ତିରେ ଭାଗ, ବାହାଘର ପାଇଁ ନିଜର ମତ ଦେବାର ଅଧିକାର ଆଉ ନିଜ ନାଁରେ ସମ୍ପତ୍ତି ରଖିବାର ଅଧିକାର ଦେଇଥିଲା। ସତ କହିବାକୁ ଗଲେ ସେହି ସମୟ ପାଇଁ ଏହା ଏକ ବୈପ୍ଳବିକ ପଦକ୍ଷେପ ଥିଲା। ଏପରିକି ଯୀଶୁଙ୍କ ମାତା ମରିୟମଙ୍କ ନାଁରେ କୁରାନରେ ଗୋଟେ ପୂରା ଅଧ୍ୟାୟ ରହିଛି। ତେବେ ଏବେ ଶେଷରେ ଆସନ୍ତୁ କିଛି ମୁଖ୍ୟ ବିଷୟକୁ ନେଇ ଗୋଟେ ଫଟାଫଟ ତୁଳନା କରିନେବା। ଏହାଦ୍ୱାରା ପାର୍ଥକ୍ୟଗୁଡ଼ିକ ଆହୁରି ସ୍ପଷ୍ଟ ହୋଇଯିବ। ଯଦି ବିବାହ କଥା ଦେଖିବା, ବାଇବଲରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ବନ୍ଧନକୁ ହିଁ ଆଦର୍ଶ ବୋଲି ଧରାଯାଏ। କିନ୍ତୁ କୁରାନରେ ସମାନ ନ୍ୟାୟ କରିପାରିବାର ସର୍ତ୍ତ ସହିତ 4 ଜଣ ପତ୍ନୀ ପର୍ଯ୍ୟନ୍ତ ଅନୁମତି ଅଛି। ଛାଡ଼ପତ୍ରକୁ ବାଇବଲରେ ଜମା ବି ଭଲ ଦୃଷ୍ଟିରେ ଦେଖାଯାଏ ନାହିଁ, କିନ୍ତୁ କୁରାନରେ କିଛି ଖାସ୍ ପରିସ୍ଥିତିରେ ଏହାର ଅନୁମତି ରହିଛି। ଦାନ କ୍ଷେତ୍ରରେ ବାଇବଲ ମନ ଖୁସିରେ ଦେବା ଉପରେ ଜୋର ଦିଏ, ହେଲେ କୁରାନରେ ଜାକାତ୍ ହେଉଛି ଏକ ବାଧ୍ୟତାମୂଳକ ଧାର୍ମିକ କର୍ତ୍ତବ୍ୟ। ଆଉ ଶତ୍ରୁମାନଙ୍କ ପ୍ରତି କ'ଣ? ବାଇବଲ ଶିଖାଏ ଶତ୍ରୁକୁ ପ୍ରେମ କର। କୁରାନ୍ କିନ୍ତୁ ନ୍ୟାୟକୁ ପ୍ରଥମ ସ୍ଥାନ ଦିଏ, ଯଦିଓ କ୍ଷମା କରିବାକୁ ବହୁତ ପ୍ରୋତ୍ସାହିତ କରେ। ତେବେ ଯଦି ଏସବୁର ସାରାଂଶ ବାହାର କରିବା, ତେବେ ମୂଳ ଫରକଟା ହେଉଛି ୟା। ବାଇବଲ ଜଣେ ବ୍ୟକ୍ତିର ମନ ଭିତରର ନୈତିକତା, ଯେମିତିକି ପ୍ରେମ ଆଉ କ୍ଷମା ଉପରେ ବେଶୀ ଫୋକସ୍ କରେ। ଅନ୍ୟପକ୍ଷେ କୁରାନ୍ ବାହାରର ସାମାଜିକ ଢାଞ୍ଚା, ଯେମିତିକି ନ୍ୟାୟ ଆଉ ଆଇନ ଉପରେ ଅଧିକ ଗୁରୁତ୍ୱ ଦିଏ। ଆଉ ଏହା ଆମକୁ ଏକ ବଡ଼ ପ୍ରଶ୍ନ ପାଖରେ ଆଣି ଛାଡ଼ିଦେଉଛି। ହଜାର ହଜାର ବର୍ଷ ପୁରୁଣା ହେଲେ ମଧ୍ୟ ଏହି ପ୍ରାଚୀନ ନୈତିକ ଢାଞ୍ଚାଗୁଡ଼ିକ ଆଜିର ଆଧୁନିକ ଦୁନିଆକୁ କେମିତି ପ୍ରଭାବିତ କରୁଛି? ଏଇଟା ଏକ ଏମିତି ପ୍ରଶ୍ନ ଯାହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଦରକାର। ଏକାଡେମିକ୍ ଦୃଷ୍ଟିକୋଣରୁ ଦେଖିବା, ଏହି 2 ଗ୍ରନ୍ଥର ଇତିହାସ କ'ଣ ଆଉ ଏଗୁଡ଼ିକୁ କେମିତି ସାଇତି ରଖାଗଲା, ସେ କୌତୂହଳପୂର୍ଣ୍ଣ କାହାଣୀକୁ ଟିକେ ବୁଝିବା। ତେବେ ମୂଳ ପ୍ରଶ୍ନଟା ହେଉଛି, ହଜାର ହଜାର ବର୍ଷ ପୁରୁଣା ଏ ଗ୍ରନ୍ଥଗୁଡ଼ିକୁ ଆମେ ଆଜିର ଦିନରେ କେମିତି ବିଶ୍ଳେଷଣ କରିବା? କେଉଁ ଆଧାରରେ ଏହାକୁ ପରଖାଯିବ? ମାନେ ଆଧୁନିକ ଗବେଷଣା ଆଉ ପ୍ରମାଣକୁ ନେଇ ଏହାର ପ୍ରାମାଣିକତାକୁ କେମିତି ମପାଯିବ? ବାସ୍, ଏଇ ପ୍ରଶ୍ନଟା ହିଁ ଆମ ଆଲୋଚନାର ମୂଳଦୁଆ ହେବାକୁ ଯାଉଛି। ଠିକ୍ ଅଛି, ତେବେ ଆମେ 5ଟି ମୁଖ୍ୟ ବିଷୟ ଉପରେ ନଜର ପକାଇବା। ପ୍ରଥମେ ଦେଖିବା ବିଜ୍ଞାନ ଆଉ ଏହି ଗ୍ରନ୍ଥଗୁଡ଼ିକ ଭିତରେ କ'ଣ ସମ୍ପର୍କ। ତାପରେ ଏହାର ଶବ୍ଦକୁ କେମିତି ସାହିତି ରଖାଗଲା ସେ ବିଷୟରେ ଜାଣିବା। ଏହା ଭିତରେ କେତେ ସୁସଙ୍ଗତି ଅଛି ବା ବିରୋଧାଭାସ ଅଛି ତାକୁ ବି ପରଖିବା। ଆଉ ଶେଷରେ ଏହା କେମିତି ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ିକୁ ଗଲା ଏବଂ ଏହାର ଅନୁବାଦ କେମିତି ହେଲା, ସେସବୁକୁ ବୁଝି ଏକ ସାରାଂଶ ଦେଖିବା। ତେବେ ଆସନ୍ତୁ ସିଧା ଆମର ପ୍ରଥମ ବିଷୟକୁ ଯିବା, ବିଜ୍ଞାନ ଏବଂ ପବିତ୍ର ଗ୍ରନ୍ଥ। ଅନେକ ଥର ଏମିତି ଦାବି କରାଯାଏ ଯେ ଏହି ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଆଧୁନିକ ବିଜ୍ଞାନର ଏକତିକ ତଥ୍ୟ ଆଗରୁ ହିଁ ଲୁଚି ରହିଥିଲା। ଆସନ୍ତୁ ଦେଖିବା ଏହି ଦାବିଗୁଡ଼ିକରେ କେତେ ସତ୍ୟତା ଅଛି ଆଉ ସମାଲୋଚକମାନେ ଏହାକୁ କେଉଁ ଦୃଷ୍ଟିରେ ଦେଖନ୍ତି। ଆସନ୍ତୁ ପ୍ରଥମେ ବାଇବଲରୁ ଆରମ୍ଭ କରିବା। ଏଠାରେ ଆୟୁ ପୁସ୍ତକରେ ଗୋଟେ ପଦ ଅଛି, ସେ ପୃଥିବୀକୁ ଶୂନ୍ୟରେ ଝୁଲାଇ ରଖନ୍ତି। ବହୁତ ଲୋକ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ବୈଜ୍ଞାନିକ ତଥ୍ୟ ବୋଲି କହନ୍ତି। ସେମାନଙ୍କର ଯୁକ୍ତି ହେଲା, ହଜାର ହଜାର ବର୍ଷ ପୂର୍ବରୁ ଏହା ମହାକର୍ଷଣ ଶକ୍ତି ବିଷୟରେ ଇସାରା ଦେଉଥିଲା। କି ଆଶ୍ଚର୍ଯ୍ୟର କଥା ନୁହେଁ କି? ଆଉ ଏଇଟା କେବଳ ଗୋଟିଏ ଉଦାହରଣ ନୁହେଁ। ଯଦି ଆମେ ଉପଦେଶକ ପୁସ୍ତକ ଦେଖିବା, ସେଥିରେ ଜଳଚକ୍ର ବିଷୟରେ ବହୁତ ସ୍ପଷ୍ଟ ଭାବରେ ଲେଖା ଅଛି, କେମିତି ନଦୀରୁ ପାଣି ସମୁଦ୍ରକୁ ଯାଏ ଆଉ ପୁଣି ବର୍ଷା ହୋଇ ଫେରିଆସେ। ସେହିପରି ଯେଶାରିଆ ପୁସ୍ତକରେ ପୃଥିବୀର ବୃତ୍ତ କଥା କୁହାଯାଇଛି, ଯାହାକୁ କିଛି ଲୋକ ପୃଥିବୀର ଗୋଲାକାର ଆକୃତିର ପ୍ରମାଣ ବୋଲି ବି ବିଶ୍ୱାସ କରନ୍ତି। କିନ୍ତୁ କଥାର ଆଉ ଗୋଟେ ପାର୍ଶ୍ୱ ବି ଅଛି। ସମାଲୋଚକମାନେ କହନ୍ତି, ଏହି କିଛି ଉଦାହରଣକୁ ଛାଡ଼ିଦେଲେ ବାଇବେଲର ଅନ୍ୟ କିଛି ଅଂଶ, ଯେମିତିକି ଆଦି ପୁସ୍ତକରେ 6 ଦିନରେ ପୃଥିବୀ ସୃଷ୍ଟି ହେବାର ବର୍ଣ୍ଣନା, ଏସବୁ ସେହି ସମୟର ପ୍ରାଚୀନ ବିଶ୍ୱାସକୁ ଦର୍ଶାଏ, ଆଧୁନିକ ବିଜ୍ଞାନକୁ ନୁହେଁ। ଆଚ୍ଛା, ଏଥର ଆସନ୍ତୁ କୁରାନ୍ ଉପରେ ନଜର ପକାଇବା। ଏଠି ବି ଠିକ୍ ସେହିଭଳି ବୈଜ୍ଞାନିକ ସମାନତାର ଦାବି କରାଯାଏ। ଗୋଟେ ଉଦାହରଣ ଦେଖନ୍ତୁ। ଗୋଟେ ପଦ ଅଛି, ଆମ୍ଭେ ବ୍ରହ୍ମାଣ୍ଡକୁ ବିସ୍ତାର କରୁଛୁ। ବହୁତ ଲୋକ ଏହାକୁ ସିଧାସଳଖ ବିଗ୍ ବ୍ୟାଙ୍ଗ ଥିଓରି ସହିତ ଯୋଡ଼ନ୍ତି, ଯେ ବ୍ରହ୍ମାଣ୍ଡ କ୍ରମାଗତ ଭାବେ ବଢ଼ି ଚାଲିଛି। ଆଉ ଏତିକି ନୁହେଁ, ଆହୁରି କିଛି ଚମକାଇ ଦେବା ଭଳି ଉଦାହରଣ ବି ଦିଆଯାଏ, ଯେମିତିକି ମା ଗର୍ଭରେ ଭ୍ରୂଣ କେମିତି ଧୀରେ ଧୀରେ ବିକଶିତ ହୁଏ, ତାର ବିଭିନ୍ନ ପର୍ଯ୍ୟାୟର ଏକଦମ ସଠିକ୍ ବର୍ଣ୍ଣନା ଏଥିରେ ଅଛି, ଯାହାକୁ ଆଜିର ଭ୍ରୂଣ ବିଜ୍ଞାନ ବି ମାନୁଛି। ସେମିତି ଆଉ ଗୋଟି କଥା ହେଲା, ପର୍ବତଗୁଡ଼ିକ ପୃଥିବୀକୁ ସ୍ଥିର ରଖିବା ପାଇଁ ଏକ କିଳକ ବା ଖୁଣ୍ଟ ଭଳି କାମ କରେ ବୋଲି କୁହାଯାଇଛି। ଆଉ ଆଧୁନିକ ଭୂବିଜ୍ଞାନ ବି ଏହି କଥାକୁ ସମର୍ଥନ କରେ। ହେଲେ ଏଠି ବି ଏକ ସମାଲୋଚନାତ୍ମକ ଦୃଷ୍ଟିକୋଣ ଅଛି।
ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଏସବୁ ବ୍ୟାଖ୍ୟା ପ୍ରକୃତରେ ବୈଜ୍ଞାନିକ ଆବିଷ୍କାର ହେଲା ପରେ କରାଯାଇଛି। ସେମାନଙ୍କ ମତରେ ମୂଳ ପଦଗୁଡ଼ିକ ବେଶ୍ କାବ୍ୟିକ ଥିଲା ଆଉ ତାକୁ ଆଜିର ଦିନରେ ଟାଣି ଓଟାରି ବୈଜ୍ଞାନିକ ଅର୍ଥ ଦିଆଯାଉଛି। ତେବେ ଦେଖନ୍ତୁ, ଶବ୍ଦର ଅର୍ଥକୁ ନେଇ ଏ ଯୁକ୍ତିତର୍କ ତ ଚାଲିଥିବ, କିନ୍ତୁ ଗୋଟେ ବଡ଼ ପ୍ରଶ୍ନ ହେଉଛି, ଆମେ କେତେ ନିଶ୍ଚିତ ଯେ ଆଜି ଆମେ ଯାହା ପଢ଼ୁଛେ ସେଗୁଡ଼ିକ ହିଁ ପ୍ରକୃତ ମୂଳ ଶବ୍ଦ? ଆଉ ଏଇ ପ୍ରଶ୍ନଟି ହିଁ ଆମକୁ ଆମର ଦ୍ୱିତୀୟ ଭାଗକୁ ନେଇଯାଉଛି, ଯାହା ହେଉଛି ଶବ୍ଦର ସଂରକ୍ଷଣ ଏବଂ ପାଣ୍ଡୁଲିପି ପ୍ରମାଣ। ଯଦି ଆମେ ନୂତନ ନିୟମ ବା ନ୍ୟୁ ଟେଷ୍ଟମେଣ୍ଟ କଥା ଦେଖିବା, ତେବେ ଏହାର ପ୍ରମାଣ ବହୁତ ଅଧିକା। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପାଖାପାଖି 5800ରୁ ଅଧିକା ଗ୍ରୀକ୍ ପାଣ୍ଡୁଲିପି ଏବେ ବି ମଜୁଦ ଅଛି। ଆଉ ଏତେ ସଂଖ୍ୟାରେ ଥିବାରୁ ଗବେଷକମାନେ ଏସବୁକୁ ତୁଳନା କରି ମୂଳ ଲେଖା କ'ଣ ଥିଲା ତାହା ଅଧିକ ସଠିକ୍ ଭାବରେ ଜାଣିପାରନ୍ତି। ଏ ଟାଇମ୍ଲାଇନ୍କୁ ଦେଖିଲେ ଗୋଟେ ଲମ୍ବା ଇତିହାସ ଆଖି ସାମ୍ନାକୁ ଆସିଯାଏ। ଦେଖନ୍ତୁ, ଗୋଟେ ପଟେ ଅଛି ଖ୍ରୀଷ୍ଟପୂର୍ବ 200 ବେଳର ମୃତ ସାଗର ପାଣ୍ଡୁଲିପି, ଯାହା ପୁରାତନ ନିୟମ ବା ଓଲ୍ଡ ଟେଷ୍ଟମେଣ୍ଟର ପ୍ରାମାଣିକତା ଦେଖାଏ। ଆଉ ତାର ପ୍ରାୟ 850 ବର୍ଷ ପରେ, ମାନେ 7ମ ଶତାବ୍ଦୀରେ, ଖଲିଫା ଉସ୍ମାନଙ୍କ ଦ୍ୱାରା କୁରାନର ଏକ ମାନକ ସଂସ୍କରଣ ତିଆରି କରାଗଲା, ଯାହାକି ଏକ ବହୁତ ବଡ଼ ଐତିହାସିକ ଘଟଣା ଥିଲା। ଆଉ ଏଇଠି ହିଁ ଦୁଇଟି ଗ୍ରନ୍ଥକୁ ସାଇତି ରଖିବାର ପଦ୍ଧତିରେ ଆକାଶ ପାତାଳ ଫରକ ଦେଖିବାକୁ ମିଳେ। ଦେଖନ୍ତୁ, ବାଇବଲ କ୍ଷେତ୍ରରେ କ'ଣ ହେଲା, ହଜାର ହଜାର ପାଣ୍ଡୁଲିପିରେ ଯେଉଁ ଛୋଟ ଛୋଟ ପାର୍ଥକ୍ୟ ଦେଖାଗଲା, ଗବେଷକମାନେ ସେଗୁଡ଼ିକୁ ହିଁ ମୂଳ ଲେଖା କ'ଣ ଥିଲା ଜାଣିବା ପାଇଁ ବ୍ୟବହାର କଲେ। କିନ୍ତୁ କୁରାନ କ୍ଷେତ୍ରରେ ପୁରା ଅଲଗା। ଏହାକୁ ଖୁବ୍ ଶୀଘ୍ର ମାନକୀକରଣ କରାଗଲା, ମାନେ ଗୋଟେ ଷ୍ଟାଣ୍ଡାର୍ଡ କପି ତିଆରି ହେଲା, ଆଉ ବାକି ଯେତେ ଭିନ୍ନ ନକଲ ଥିଲା ସେସବୁକୁ ନଷ୍ଟ କରିଦିଆଗଲା। ଉଦ୍ଦେଶ୍ୟ ଥିଲା କେବଳ ଗୋଟିଏ ହିଁ ଶୁଦ୍ଧ ପାଠ୍ୟ ରହିବ। ଆଚ୍ଛା, ପାଣ୍ଡୁଲିପି କଥା ତ ଜାଣିଲେ, କିନ୍ତୁ ଗୋଟେ ଗ୍ରନ୍ଥ ନିଜ ଭିତରେ କେତେ ସୁସଙ୍ଗତ, ମାନେ ତା ଭିତରେ କିଛି ବିରୋଧାଭାସ ଅଛି କି ନାହିଁ, ଏଇଟା ହିଁ ଆମର ତୃତୀୟ ବିଷୟ, ସୁସଙ୍ଗତି ଏବଂ ବିରୋଧାଭାସ। ସମାଲୋଚକମାନେ ଅନେକ ସମୟରେ ବାଇବଲର କିଛି ଅଂଶକୁ ନେଇ ପ୍ରଶ୍ନ ଉଠାନ୍ତି। ଯେମିତିକି ଗୋଟେ ଉଦାହରଣ ହେଲା, ଯୀଶୁଙ୍କ ପୁନରୁତ୍ଥାନ ପରେ ତାଙ୍କ କବର ପାଖକୁ କିଏ ଆଗ ଯାଇଥିଲେ? ଏ ବିଷୟରେ 4ଟି ସୁସମାଚାରରେ ଟିକେ ଟିକେ ଅଲଗା ବର୍ଣ୍ଣନା ଅଛି। ହେଲେ ବିଶ୍ୱାସୀମାନେ ଏହାର ଯୁକ୍ତି କ'ଣ ଦିଅନ୍ତି ଜାଣନ୍ତି? ସେମାନେ କୁହନ୍ତି, ଏଇଟା ବିରୋଧାଭାସ ନୁହେଁ, ବରଂ ଏହା ଏମିତି ଯେମିତି ଗୋଟେ ଘଟଣାକୁ 4 ଜଣ ଲୋକ ନିଜ ନିଜ ଆଖିରେ ଦେଖି ବର୍ଣ୍ଣନା କରୁଛନ୍ତି। ଆଉ ଏହା କାହାଣୀକୁ ଆହୁରି ମଜବୁତ କରୁଛି। ଅନ୍ୟପଟେ ଯଦି ଦେଖିବା, କୁରାନ ନିଜେ ହିଁ ଦାବି କରେ ଯେ ତା ଭିତରେ କୌଣସି ବି ବିରୋଧାଭାସ ନାହିଁ, ଆଉ ଏଇଟା ହିଁ ତାର ଦିବ୍ୟ ଉତ୍ସର ପ୍ରମାଣ। ଏହି ପଦଟି ସଫାସଫା କହୁଛି, ଯଦି ଏହା ଈଶ୍ୱରଙ୍କ ବ୍ୟତୀତ ଆଉ କାହାଦ୍ୱାରା ଲେଖା ହୋଇଥାନ୍ତା, ତେବେ ଏଥିରେ ନିଶ୍ଚୟ ଅନେକ ଭୁଲ ଭଟକା ବା ବିରୋଧାଭାସ ମିଳିଥାନ୍ତା। ତେବେ ଏଇ ଗ୍ରନ୍ଥଗୁଡ଼ିକ ତ କେବଳ ଲେଖା ହୋଇ ରହିଗଲା ନାହିଁ, ଏହାକୁ ପିଢ଼ି ପରେ ପିଢ଼ି ଲୋକଙ୍କ ପାଖରେ ପହଞ୍ଚାଗଲା। ଆଉ ଏଇଠୁ ଆରମ୍ଭ ହେଉଛି ଆମର ଚତୁର୍ଥ ବିଷୟ, ସଞ୍ଚାରଣ ଏବଂ ଅନୁବାଦ। ଏଠି ବି ଆମେ ଗୋଟେ ବହୁତ ବଡ଼ ପାର୍ଥକ୍ୟ ଦେଖିବାକୁ ପାଇବା। ଏଠାରେ ସବୁଠୁ ବଡ଼ ଫରକ ହେଉଛି ମୁଖସ୍ଥ କରିବାର ପରମ୍ପରା। ବାଇବଲର କିଛି ଅଂଶ ଲୋକେ ମନେ ରଖନ୍ତି ସତ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପ୍ରଥା ନୁହେଁ। କିନ୍ତୁ ଇସଲାମରେ ପୁରା କୁରାନକୁ ଅକ୍ଷରେ ଅକ୍ଷରେ ମୁଖସ୍ଥ କରିବାର ଏକ ବହୁତ ଶକ୍ତିଶାଳୀ ପରମ୍ପରା ଅଛି। ଯେଉଁମାନେ ଏହା କରନ୍ତି ସେମାନଙ୍କୁ ହାଫିଜ କୁହାଯାଏ। ଏମାନେ ଗୋଟେ ଗୋଟେ ଚଳନ୍ତି ଲାଇବ୍ରେରୀ ଭଳି, ଯାହା ଲେଖାକୁ ଶୁଦ୍ଧ ରଖିବାରେ ବହୁତ ସାହାଯ୍ୟ କରେ। ଆଉ ଯେତେବେଳେ କଥା ଅନୁବାଦ ଉପରକୁ ଆସେ, ସେତେବେଳେ ବି ଦୁଇଟି ପୁରା ଅଲଗା ଚିନ୍ତାଧାରା ସାମ୍ନାକୁ ଆସେ। ଦେଖନ୍ତୁ, ବାଇବଲକୁ 3000ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି, ଆଉ ପ୍ରତ୍ୟେକ ଅନୁବାଦକୁ ଈଶ୍ୱରଙ୍କ ବାକ୍ୟ ବୋଲି ହିଁ ଗ୍ରହଣ କରାଯାଏ। କିନ୍ତୁ କୁରାନ କ୍ଷେତ୍ରରେ ଏହାର ଅନେକ ଅନୁବାଦ ଅଛି ସତ, କିନ୍ତୁ କେବଳ ମୂଳ ଆରବୀ ଭାଷାରେ ଥିବା ପାଠ୍ୟକୁ ହିଁ ପ୍ରକୃତ କୁରାନ ବୋଲି ଧରାଯାଏ। ବାକି ସବୁ ଅନୁବାଦକୁ କେବଳ ତାର ଅର୍ଥର ଏକ ବ୍ୟାଖ୍ୟା ବୋଲି କୁହାଯାଏ। ତେବେ ଏତେ ସବୁ ଆଲୋଚନା ପରେ ଆସନ୍ତୁ ଶେଷରେ ସବୁକିଛିକୁ ଏକାଠି କରି ଦେଖିବା। ଆମର ଶେଷ ଭାଗରେ ଏହି ଦୁଇଟି ଗ୍ରନ୍ଥକୁ ସାଇତି ରଖିବାର ଯେଉଁ ଅଲଗା ଅଲଗା ପଦ୍ଧତି ଅଛି, ତାର ଗୋଟେ ସ୍ପଷ୍ଟ ସାରାଂଶ ଦେଖିବା। ଏହି ଟେବୁଲକୁ ଦେଖିଲେ ପୁରା ଚିତ୍ରଟା ଆହୁରି ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ, ଗୋଟେ ପଟେ ଅଛି ବାଇବେଲ, ଯାହାର ଇତିହାସ ହଜାର ହଜାର ପାଣ୍ଡୁଲିପି ଆଉ ତା ଭିତରେ ଥିବା ବିବିଧତା ଉପରେ ତିଆରି। ଆଉ ଅନ୍ୟପଟେ ଅଛି କୁରାନ, ଯାହାକୁ ସାଇତି ରଖିବା ପଛରେ ମୁଖ୍ୟ ଭୂମିକା ଥିଲା ଏକରୂପତା। ଖୁବ୍ ଶୀଘ୍ର ଗୋଟିଏ ମାନକ ସଂସ୍କରଣ ତିଆରି କରିବା ଆଉ ତାକୁ ମୁଖସ୍ଥ କରିବାର ଅଦ୍ଭୁତ ପରମ୍ପରା। ତେବେ ଶେଷରେ ଏସବୁ ଆମକୁ ଗୋଟେ ଗଭୀର ପ୍ରଶ୍ନର ପାଖରେ ଆଣି ଛାଡ଼ିଦିଏ। ଗୋଟେ ଗ୍ରନ୍ଥର ଇତିହାସ, ମାନେ ତାକୁ କେମିତି ଲେଖାଗଲା, କେମିତି ସାଇତାଗଲା, ଆଉ କେମିତି ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଗଲା,
ଏସବୁ କଥା ଆଜିର ଦିନରେ ଜଣେ ବିଶ୍ୱାସୀ ପାଇଁ ସେହି ଗ୍ରନ୍ଥର ଅର୍ଥ ଆଉ ପ୍ରାମାଣିକତାକୁ କେତେ ମାତ୍ରାରେ ପ୍ରଭାବିତ କରେ। ରାସ୍ତା ଦୁଇଟା ପୂରା ଅଲଗା, କିନ୍ତୁ ଦୁଇଟି ଯାକ ନିଜ ନିଜ ବିଶ୍ୱାସ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ବାଇବେଲ ଆଉ କୁରାନର କାହାଣୀ ଭିତରକୁ ଯିବା ଆଉ ସେମାନଙ୍କ ମୂଳ, ପ୍ରଭାବ ଆଉ ସେମାନଙ୍କୁ କ'ଣ ଅଲଗା କରେ ତାହା ବୁଝିବା। ଆସନ୍ତୁ ଆରମ୍ଭ କରିବା ଗୋଟିଏ ସଂଖ୍ୟାରୁ 2.4 ବିଲିୟନ। ହଁ, ଏତେ ସଂଖ୍ୟକ ଖ୍ରୀଷ୍ଟିଆନ ଅଛନ୍ତି ପୁରା ଦୁନିଆରେ। ଆଉ ଏଇ ଗୋଟିଏ ସଂଖ୍ୟା ହିଁ କହିଦେଉଛି ବାଇବେଲର ପ୍ରଭାବ କେତେ ବଡ଼। ଏହା ମାନବ ଇତିହାସର ସବୁଠୁ ପ୍ରଭାବଶାଳୀ ବହି ଭିତରୁ ଗୋଟିଏ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ କଥା ଏତିକିରେ ସରୁନି। ପାଖାପାଖି 2 ବିଲିୟନ ମୁସଲମାନ। ଏହା ଦେଖାଉଛି କୁରାନର ପ୍ରଭାବ ବି କିଛି କମ୍ ନୁହେଁ। ମାନେ ଟିକେ ଭାବନ୍ତୁ ତ, ଏଇ ଦୁଇଟା ବହି ମିଶି ପୃଥିବୀର ପ୍ରାୟ ଅଧା ଲୋକଙ୍କ ପାଇଁ ଗୋଟେ ଆଧ୍ୟାତ୍ମିକ ଗାଇଡ୍ ଭଳି କାମ କରୁଛି। ଏଇଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି, କେମିତି ମାତ୍ର 2ଟା ବହି ପୁରା ଦୁନିଆର ଅଧା ଲୋକଙ୍କ ଜୀବନ, ସମାଜ ଆଉ ଇତିହାସକୁ ଏତେ ବଡ଼ ଆକାର ଦେଲା? ଚାଲନ୍ତୁ ଏହାରି ଭିତରକୁ ଯାଇ ଉତ୍ତର ଖୋଜିବା। ତେବେ ପ୍ରଥମେ ବୁଝିବାକୁ ହେବ ଯେ ଏହି ଗ୍ରନ୍ଥଗୁଡ଼ିକ କେବଳ ପୂଜାପାଠର ବହି ନଥିଲା। ନା, ଏଗୁଡ଼ିକ ଥିଲା ସଭ୍ୟତାର ବ୍ଲୁପ୍ରିଣ୍ଟ। ହଁ, ପୂରା ସମାଜ ପାଇଁ ଏକ ମୂଳଦୁଆ। ବାଇବଲକୁ ଦେଖନ୍ତୁ। ଆମେ ଯେଉଁ ପାଶ୍ଚାତ୍ୟ ଆଇନ କଥା କହୁଛେ, ତାର ମୂଳଦୁଆରେ ବାଇବଲ ଅଛି। ଯେମିତିକି 10 କମାଣ୍ଡମେଣ୍ଟସ୍, ହତ୍ୟା, ଚୋରି, ମିଛ କହିବା ବିରୁଦ୍ଧରେ ଆଇନ, ଏସବୁ ସେହିଠୁ ଆସିଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଣିଷ ଈଶ୍ୱରଙ୍କ ପ୍ରତିଛବିରେ ତିଆରି। ଏଇ ଗୋଟିଏ ଲାଇନ ଆଜିର ମାନବିକ ଅଧିକାର ଆଉ ସମାନତାର ମୂଳଦ୍ୱାର ପକେଇଥିଲା। ଠିକ୍ ସେମିତି କୁରାନ ହେଉଛି ଇସଲାମୀୟ ଆଇନ, ଯାହାକୁ ଶରିୟା କୁହାଯାଏ, ତାର ମୂଳ ଉତ୍ସ। ଆଉ ଶରିୟା କହିଲେ କେବଳ ଦଣ୍ଡବିଧାନ ନୁହେଁ, ନା, ଏହା ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ। ବାହାଘରଠୁ ନେଇ ବେପାର ଆଉ ସମ୍ପତ୍ତି ଭାଗବଣ୍ଟ ପର୍ଯ୍ୟନ୍ତ ସବୁକିଛି ଏଥିରେ ଅଛି। ଆଉ ଆଜି ବି ସାଉଦି ଆରବ, ଇରାନ ଭଳି ଦେଶରେ ଏହା ହିଁ ଦେଶର ଆଇନ। କଥା କେବଳ ଆଇନରେ ଅଟକିନି, ଶିକ୍ଷା ଆଉ ବିଜ୍ଞାନ କ୍ଷେତ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳେ। ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ, ଅକ୍ସଫୋର୍ଡ, କେମ୍ବ୍ରିଜ, ହାର୍ଭାର୍ଡ ଭଳି ଦୁନିଆର ବଡ଼ ବଡ଼ ୟୁନିଭର୍ସିଟି ଖ୍ରୀଷ୍ଟିଆନମାନେ ହିଁ ଆରମ୍ଭ କରିଥିଲେ। କାହିଁକି? କାରଣ ବିଶ୍ୱାସ ଥିଲା ଯେ ଈଶ୍ୱରଙ୍କ କଥାକୁ ବୁଝିବାକୁ ହେଲେ ପାଠ ପଢ଼ିବା ନିହାତି ଦରକାର। ଏପରିକି ଆଇଜାକ୍ ନ୍ୟୁଟନଙ୍କ ଭଳି ବୈଜ୍ଞାନିକ ବି ବିଜ୍ଞାନକୁ ଈଶ୍ୱରଙ୍କ ସୃଷ୍ଟିକୁ ବୁଝିବାର ଏକ ରାସ୍ତା ବୋଲି ଭାବୁଥିଲେ। ସେହିଭଳି କୁରାନ ବି ଜ୍ଞାନ ଆଉ ଶିକ୍ଷାକୁ ବହୁତ ଗୁରୁତ୍ୱ ଦେଇଥିଲା। ଆଉ ଏହାରି ଫଳ ଥିଲା ଇସଲାମିଆ ସ୍ୱର୍ଣ୍ଣ ଯୁଗ ବା ଇସଲାମିକ ଗୋଲ୍ଡେନ୍ ଏଜ୍। ଏହି ସମୟରେ ହିଁ 869 ମସିହାରେ ଦୁନିଆର ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟ ଭିତରୁ ଗୋଟିଏ ଅଲ୍ କରାଭିଏନ୍ ତିଆରି ହୋଇଥିଲା। ଆଉ ଏହି ଯୁଗ ହିଁ ଆମକୁ ଇବ୍ନ ସିନା ଆଉ ଅଲ୍ ଖ୍ୱାରିଜ୍ମୀଙ୍କ ଭଳି ମହାନ ବୈଜ୍ଞାନିକ ଦେଇଥିଲା। ଆଚ୍ଛା, ଏବେ ଆସନ୍ତୁ ଗୋଟେ ଏମିତି କଥା ଜାଣିବା, ଯାହା ହୁଏତ ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏତେ ସବୁ ପାର୍ଥକ୍ୟ ସତ୍ତ୍ୱେ ଏ ଦୁଇ ଧର୍ମ ଭିତରେ ଗୋଟେ ଗଭୀର ସମ୍ପର୍କ ଅଛି। ସେମାନଙ୍କର ମୂଳ ଗୋଟିଏ। ଆଉ ସବୁଠୁ ବଡ଼ ସମାନତା କ'ଣ ଜାଣନ୍ତି? ତାଙ୍କର ପୈଗମ୍ବର ବା ଭବିଷ୍ୟତ୍ବକ୍ତାମାନେ। ଆଦମ, ନୋହା, ଆବ୍ରାହାମ, ମୋଶା, ଏମାନେ ସମସ୍ତେ, ଏମାନେ ଖାଲି ଗୋଟିଏ ଧର୍ମରେ ନୁହେଁ, ବରଂ ବାଇବୁଲ ଆଉ କୁରାନ ଦୁଇଟି ଯାକରେ ସମ୍ମାନିତ। ଏଇଥିରୁ ହିଁ ଜଣାପଡ଼େ ଯେ ତାଙ୍କର ମୂଳ ଗୋଟିଏ। ଖାଲି ସେତିକି ନୁହେଁ, ଆହୁରି ବି ସମାନତା ଅଛି। ଦୁଇ ଧର୍ମର ମୂଳ କଥା ହେଲା ଏକେଶ୍ୱରବାଦ, ମାନେ ଜଣେ ହିଁ ଈଶ୍ୱର। ଦୁଇଟି ଯାକ ଧର୍ମ ସ୍ୱର୍ଗ ନର୍କ କଥା କୁହେ, ଶେଷ ବିଚାର ଦିନ ବା ଜଜମେଣ୍ଟ ଡେ କଥା କୁହେ। ଆଉ ଦୁଇଟି ଯାକରେ ନୈତିକତା, ଦାନ ଧର୍ମ ଆଉ ପ୍ରାର୍ଥନାକୁ ବହୁତ ଗୁରୁତ୍ୱ ଦିଆଯାଏ। ହେଲେ ଏତେ ସବୁ ସମାନତା ପରେ ବି କିଛି ବହୁତ ବଡ଼ ପାର୍ଥକ୍ୟ ଅଛି। ଆଉ ଏହି ପାର୍ଥକ୍ୟ ହିଁ ଦୁଇ ଧର୍ମକୁ ଅଲଗା ପରିଚୟ ଦିଏ। ତେବେ ଚାଲନ୍ତୁ ଏବେ ସେହି ବଡ଼ ପାର୍ଥକ୍ୟଗୁଡ଼ିକ ଉପରେ ନଜର ପକାଇବା। ସବୁଠୁ ମୂଳ ପାର୍ଥକ୍ୟ ହେଉଛି ଈଶ୍ୱର ଆଉ ଯୀଶୁଙ୍କୁ ନେଇ। ଖ୍ରୀଷ୍ଟ ଧର୍ମରେ ଈଶ୍ୱରଙ୍କୁ ତ୍ରିତ୍ୱ ବା ଟ୍ରିନିଟି ରୂପରେ ଦେଖାଯାଏ, ମାନେ ପିତା, ପୁତ୍ର ଯୀଶୁ ଆଉ ପବିତ୍ର ଆତ୍ମା, ଏ ତିନି ମିଶି ଜଣେ ଈଶ୍ୱର। କିନ୍ତୁ ଇସଲାମରେ ଏହା ସମ୍ପୂର୍ଣ୍ଣ ଅଲଗା। ସେଠି ଆଲ୍ଲାଙ୍କୁ ଏକ ବୋଲି ମାନାଯାଏ, ଆଉ ଯୀଶୁଙ୍କୁ ଈଶ୍ୱରଙ୍କ ପୁଅ ନୁହେଁ, ବରଂ ଜଣେ ବହୁତ ସମ୍ମାନିତ ପୈଗମ୍ବର ବୋଲି ଧରାଯାଏ। ମୁକ୍ତି ବା ସାଲଭେସନକୁ ନେଇ ବି ଦୁହିଁଙ୍କ ରାସ୍ତା ଅଲଗା। ଖ୍ରୀଷ୍ଟ ଧର୍ମ କୁହେ ଯେ ଯୀଶୁଙ୍କ ଉପରେ ବିଶ୍ୱାସ ରଖିଲେ ହିଁ ମୁକ୍ତି ମିଳିବ, କିନ୍ତୁ ଇସଲାମରେ ମୁକ୍ତି ପାଇଁ ବିଶ୍ୱାସ ସହିତ ଭଲ କାମ ବି କରିବାକୁ ପଡ଼ିବ, ମାନେ ଆଲ୍ଲାଙ୍କ କଥା ମାନି ଚଳିବାକୁ ପଡ଼ିବ। ଆସନ୍ତୁ ଏବେ ଏ ଦୁଇଟି ବହିର ଗଠନକୁ ଦେଖିବା। ଦେଖନ୍ତୁ, ବାଇବେଲ ଗୋଟେ ଲାଇବ୍ରେରୀ ଭଳି। ଏଥିରେ 66ଟି ଅଲଗା ଅଲଗା ବହି ଅଛି, ଯାହାକୁ ଅନେକ ଲେଖକ ପ୍ରାୟ 1500 ବର୍ଷ ଧରି ଲେଖିଛନ୍ତି। କିନ୍ତୁ କୁରାନ
ଏକ ସମ୍ପୂର୍ଣ୍ଣ ଏକକ ଗ୍ରନ୍ଥ। ବିଶ୍ୱାସ କରାଯାଏ ଯେ ଏହା 22 ବର୍ଷ ଭିତରେ ପୈଗମ୍ବର ମହମ୍ମଦଙ୍କ ପାଖକୁ ଆରବୀ ଭାଷାରେ ଆସିଥିଲା। ଆଉ ଏହି ତିଆରି ହେବାର ଫରକ ଯୋଗୁଁ ହିଁ ଦୁହିଁଙ୍କର ଷ୍ଟାଇଲ୍ ଆଉ ଷ୍ଟ୍ରକ୍ଚର ପୁରା ଅଲଗା। ଆମ ଆଲୋଚନାର ଶେଷ ଭାଗରେ ଆସନ୍ତୁ ଦେଖିବା ଏଇ ଦୁଇଟି ବହିର ନିଜସ୍ୱ ପରିଚୟ କ'ଣ ଆଉ ସେମାନେ ଦୁନିଆ ଉପରେ କିଭଳି ଅଲଗା ଅଲଗା ଛାପ ଛାଡ଼ିଛନ୍ତି। ଆଉ ଏହା କେବଳ ଧର୍ମ କଥା ନୁହେଁ, ଏହା ତାଙ୍କ ସାହିତ୍ୟ ଆଉ ଦର୍ଶନର ବି କଥା। ବାଇବେଲର ସବୁଠୁ ଖାସ୍ କଥା ହେଲା ତାର ସାହିତ୍ୟିକ ବିବିଧତା। ମାନେ ଏଥିରେ ଇତିହାସ ଅଛି, କବିତା ଅଛି, ଭବିଷ୍ୟବାଣୀ ଅଛି, ଜୀବନୀ ବି ଅଛି, ସବୁକିଛିର ମିଶ୍ରଣ। ଆଉ ଏସବୁ କାହାଣୀର କେନ୍ଦ୍ରରେ ଅଛନ୍ତି ଯୀଶୁ, ଯିଏ ଏକ ଦିବ୍ୟ ଚରିତ୍ର। ଦାର୍ଶନିକ ଦୃଷ୍ଟିରୁ ଦେଖିଲେ ଏହାର ମୂଳ କଥା ହେଲା ଈଶ୍ୱରଙ୍କ ସହ ପିତା ସନ୍ତାନ ଭଳି ଏକ ପ୍ରେମଭରା ସମ୍ପର୍କ। ଆଉ ଯଦି କୁରାନକୁ ଦେଖିବା, ତାର ସବୁଠୁ ବଡ଼ ଶକ୍ତି ହେଲା ତାର ଏକୀକୃତ ସଂରଚନା ଆଉ ଏହାର ପାଠ୍ୟ ଯେମିତି ଥିଲା ସେମିତି ସଂରକ୍ଷିତ ହୋଇ ରହିଛି। ଏହାର ଆରବୀ ଭାଷା ଏତେ ଶକ୍ତିଶାଳୀ, ଛନ୍ଦମୟ ଆଉ କାବ୍ୟିକ ଯେ ଏହାକୁ ଆରବୀ ସାହିତ୍ୟର ସବୁଠୁ ବଡ଼ କୃତି ବୋଲି କୁହାଯାଏ। ଆଉ ଏହାର ଦାର୍ଶନିକ କେନ୍ଦ୍ରବିନ୍ଦୁ ହେଲା ଆଲ୍ଲାହଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଆଉ ଆଜ୍ଞା ପାଳନ। ତେବେ ଏସବୁ ଆଲୋଚନାରୁ ଆମେ କ'ଣ ଶିଖିଲେ? ଦେଖନ୍ତୁ, ଏହି ଦୁଇଟି ମହାନ ଗ୍ରନ୍ଥକୁ ବୁଝିବା ଖାଲି ପାଠ ପଢ଼ିବା ଭଳି ନୁହେଁ। ଆଜିର ଦୁନିଆରେ ଯେଉଁଠି ସମସ୍ତେ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଛନ୍ତି, ସେଠି ପରସ୍ପରକୁ ବୁଝିବା ପାଇଁ, ସମ୍ମାନ ଦେବା ପାଇଁ ଏବଂ ଆଲୋଚନା କରିବା ପାଇଁ ଏହା ଏକ ବହୁତ ବଡ଼ ପଦକ୍ଷେପ। ଶେଷରେ ଗୋଟିଏ ପ୍ରଶ୍ନ ସହ ଆଲୋଚନାକୁ ସାରିବା। ଆଜିର ଏହି ଦ୍ରୁତଗତିରେ ବଦଳୁଥିବା ଦୁନିଆରେ ଏହି ପୁରୁଣା ଗ୍ରନ୍ଥଗୁଡ଼ିକର ସେହି ସ୍ଥାୟୀ ଶକ୍ତି କ'ଣ, ଯାହା ଆଜି ବି କୋଟି କୋଟି ଲୋକଙ୍କୁ ବାଟ ଦେଖାଉଛି? ଏହି ପ୍ରଶ୍ନ ଉପରେ ଟିକେ ଭାବିବା ପାଇଁ ଏହା ଏକ ଭଲ ସୁଯୋଗ।